Bye.
ତାହାଙ୍କୁ ଦେଇ ଦିବ୍ୟ ଜ୍ଞାନ ଶିବ ହୋଇଲେ ଅନ୍ତର ଧ୍ୟାନ ସେ ଦଶ ଭାଇ ପ୍ରଚେତସ ଜ୍ଞାନରେ ହୋଇଲେ ହରସ ବୁଢ଼ୀର ସମୁଦ୍ର ସରିଲେ ସେ ଘୋର ତପସ୍ୟା ନିଶ୍ଚଳେ ପୟୁତେ ସମ୍ବତ୍ସର ଶେଷ ତପ ସାଧିଲେ ଭାଇ ଦଶ ପୟୁତେ 10,000 ବର୍ଷ ବସିକିରି 10 ଭାଇ ଯାକ ତପସ୍ୟା ହୋଇଲେ। ଶିବ ଅନ୍ତର୍ଧ୍ୟାନ ହେଇଗଲେ ସେଇଠି ନା ତାଙ୍କୁ ଦେଇକି ତାଙ୍କର କହି କୁହା କରିକି ଯୋଉ ଅନ୍ତର୍ଧ୍ୟାନ ହେଇଗଲେ। 10,000 ବର୍ଷ ତାପରେ ତାପରେ ଏମାନେ ମଣ୍ଡାଟି କରିବେ ଏମାନେ ସମସ୍ତେ ତାଙ୍କର ସ୍ନାନ ଶୌଚ ହେଇକିରି ତପସ୍ୟାରେ ବସିକିରି ସେ ପୁଣି କୋଉ ଜାଗାକୁ ଯିବେ ତ ରାସ୍ତାରେ ଭେଟ ହେଇଛି ତ ନାଇଁ ସେ ଯାଇକିରି ସେଠି ଯାଇକିରି ଭେଟ ହେଇଗଲେ ରାସ୍ତାରେ ପ୍ରଥମେ ଭେଟ ହେଇଥିଲେ କିନ୍ତୁ ସେ ଯେଉଁ ସରୋବର ତୀରରେ ଯାଇକିରି ଭେଟ ହେଲେ ସେଇଠି ତାଙ୍କୁ ଭଗବାନ ଶିବଶଙ୍କର ସବୁ ଉପଦେଶ ଦେଲେ। ଯେଉଁ ସରୋବରରେ ଯାଇକିରି ସେମାନେ ସ୍ନାନ କଲେ ସେଇ ସରୋବର କୂଳରେ ତାଙ୍କୁ ଶିବଶଙ୍କର ରୁଦ୍ରଗୀତା କହିଲେ। ଇଏ ତ ବାଟରେ ଯାଉଥିଲେ ପୁଣି ଯାଇ ବାଟରୁ ଯେଉଁଠି ପହଞ୍ଚିଲେ ଶେଷରେ ସେଇଠି ଭଗବାନ ଶିବଶଙ୍କର ସେଇଠି ତାଙ୍କୁ ଭେଟ ହେଇକିରି ଉପଦେଶ ଦେଲେ। ସେ ସରୋବର ନିକଟରେ ଉପଦେଶ ଦେଲେ ଓ ସେମାନେ ସ୍ନାନ ଶୌଚ ହେଇକିରି ଭଗବାନ ଶିବଶଙ୍କରଙ୍କୁ ସରୋବର କ'ଣ ପୋଖରୀ ପୁଷ୍କରିଣୀ କ'ଣ କହିଲେ ସେ କଥା ଲେଖା କହିଛନ୍ତି ନା ସବୁ କେମିତି କ'ଣ କରିବ ସବୁ ତାଙ୍କୁ ବାଟ ସବୁ ବତେଇଛନ୍ତି ନା ପୂର୍ବ ଅଧ୍ୟାୟରେ। ଭଗବାନ ଶଙ୍କର ଯେତେବେଳେ କହୁଛନ୍ତି 10 ଭାଇକି ସେ ତାଙ୍କୁ ବତେଇଛନ୍ତି ଯେ ପ୍ରକୃତ ତପସ୍ୟା କେମିତି କରିବ। ତାଙ୍କୁ ସମସ୍ତ କହିକିରି ତାଙ୍କୁ ଦୀକ୍ଷା ପ୍ରଦାନ କଲେ। ଇଏ ଗୁରୁ ହେଲେ ସେମାନେ ଶିଷ୍ୟ ହେଲେ ତାଙ୍କୁ ସମସ୍ତ ମାର୍ଗ ହେଉଛି ରୁଦ୍ରଗୀତା ଗୀତାଟା ସେଠି ବୁଝେଇଛନ୍ତି ନା ବୁଝେଇଛନ୍ତି ସେଟା ଗୁରୁ ଶିଷ୍ୟ ସବୁ ଆଉ ଇଏ ହେଉଛନ୍ତି ଗୁରୁ ମୁନି ଋଷି ଯେଉଁମାନେ ଇଏ ରହିଲେ ସବୁ ଶିଷ୍ୟ ସିଏ ଗୁରୁ ଥିଲେ ଆଗ ବତେଇଥିଲେ ସନ୍ନ୍ୟାସୀ ଜୀବନ ଯାପନ କେମିତି କରିବେ ତ ପୂର୍ବ ଅଧ୍ୟାୟରେ ସରିଯାଇଛି 24 ଅଧ୍ୟାୟରେ ସେ ପ୍ରସଙ୍ଗ ସବୁ କ'ଣ କ'ଣ ବୁଝେଇଲେ ପଳେଇଲେ ତପସ୍ୟା। ଇଏ ବର୍ତ୍ତମାନ ତାଙ୍କର ପିତାଙ୍କ କଥା ପଡ଼ିବ। ତାଙ୍କ ପିତା ଯେ ପ୍ରାଚୀନ ରହି ତାଙ୍କୁ ନାରଦ ଆସି ଉପଦେଶ ଦେବେ ସେଇ ବିଷୟରେ ଆଜି ପଡ଼ିବ। ରହିଲେ ଷଡ଼ରି କୁମାରୀ ମନ ପବନ ହୃଦୟ ଧରି ନିତ୍ୟ ପଢ଼ନ୍ତି ରୁଦ୍ର ଗୀତା ତପେ ହୋଇଲେ ରୁଦ୍ରଗୀତା ତଦନ୍ତେ ସ୍ୱର ହେ ବିଦୁର ସେ ଯେ ପ୍ରାଚୀନ ଲୋକବର ରାଜ୍ୟ କରଇ ଅବିବେକ ସ୍ୱଭାବେ ଅଜ୍ଞାନୀ କାମୁକ ହିଂସ୍ରକ କର୍ମ ଜାଣିତାର ମନେ ଚିନ୍ତନ୍ତି ମୁନିବର ଏ ମହିପତି ପୃଥୁବଂଶ ଏ କର୍ମ ମାର୍ଗେ ଗଲାସ। ନାରଦ ଦେଖିଲେ ଯେ ଅଚଳ ବିଭୂତି ପ୍ରାପ୍ତ ହେଲା ପରେ ପ୍ରାଚୀନ ରହି ରାଜା କ'ଣ କଲେ ନା କେବଳ ସଂସାର ସମ୍ଭୋଗ ଇନ୍ଦ୍ରିୟ ତୃପ୍ତି ଏବଂ ବିଭିନ୍ନ ପଶୁମାନଙ୍କୁ ମାରିକିରି ତାଙ୍କୁ ଭୋଜନ କରିବା ଏଇଥିରେ ଇଏ ସମୟତକ ଅତିବାହିତ କଲେ ପ୍ରାଚୀନ ରହି ରାଜା। ତେଣୁ ନାରଦ ଦେଖିକିରି ସବୁ କହିଲେ ତ ପୃଥ୍ୱୀ ବଂଶରେ ପୃଥୁଙ୍କ ବଂଶଧର ଏତେ ବଡ଼ ମହିମାମୟ ବଂଶରେ ଇଏ ହେଉଛନ୍ତି ଉତ୍ତରାଧିକାରୀ ଏଇ ପ୍ରକାର କାର୍ଯ୍ୟରେ ବର୍ତ୍ତମାନ ଲିପ୍ତ ଅଛନ୍ତି। ତେଣୁ ନାରଦ ଆସିକି ପହଞ୍ଚିଲେ। ଇଏ ମହିପତି ପୃଥୁବଂଶ ଏକର୍ମ ମାର୍ଗେ ଗଲା ନାଶ ବିପ୍ର ବଚନେ ଭ୍ରମ ହେଲା ଅନେକ ପଶୁ ବଧ କଲା ନିର୍ଦୋଷ ଜୀବ ଯଦି ମାରି ଜିତାର ହୁଅନ୍ତି ବୈରୀ ଦୁର୍ଲଭ ଜନ୍ମ କଲା ନାଶ କର୍ମେ ହୋଇଲା ଜ୍ଞାନ ଭ୍ରଂଶ ହେମନ୍ତ ସ୍ମରି ଦୟାଚିତ ସେ ମନେ ସତ୍ୱରେ আগত ସେ ସାର ଘଟେ ଦୟା କର ଅଧ୍ୟାତ୍ମ ବିଦ୍ୟା ଜ୍ଞାନୀ ସାର କରୁଣା କରି ସେ ରାଜଙ୍କୁ ଦର୍ଶନ ଦେଲେ ଆସିଲାଙ୍କୁ ମୁନି କି ଦେଖିଣ ରାଜନ ଉଠିଲା ଆସନ ତେଜିଣ ସତ୍ୱରେ କରି ନମସ୍କାର ଆନନ୍ଦେ ପୂଜିଲା ପୟର ଆସନେ ବସାଇଲା ନେଇ ପାଦ କମଳ ଦେଲା ଧୋଇ ତାର ଭକ୍ତି
ପ୍ରାଚୀନ ବରେଇ ରାଜାଙ୍କ ପାଖରେ ସିଏ ରାଜସିଂହାସନରୁ ଉଠିକରି ଆସି ତାଙ୍କୁ 5 ଦିନ ଗୋଡ଼ ହାତ ସବୁ ଧୋଇଲେ ଇଏ ତାଙ୍କୁ ଆସନ ଦେଇକି ସିଂହାସନରେ ବସେଇଲେ ପ୍ରାଚୀନ ବରେଇ ରାଜା। କହନ୍ତି ତାରେ ଦୟା ବହି ଭୂମରୂପ ତୋର ଜ୍ଞାନ ନାହିଁ ତୁ କର୍ମ ମାର୍গে ହେଲୁହୀନ ବ୍ୟର୍ଥେ କଲ ତୋର ଦିନ ନିରତେ କର୍ମେ ନିମୋଜିବୁ ତୁ ଆତ୍ମା ହିତ ନ ଜାଣେ। ଆରେ ଏଇ ଯେଉଁ ଗୁଡ଼ାକ ତମକୁ ସବୁ ଦିଆଯାଇଥିଲା ଯେତିକି ସମୟ ତୋର ଘର ସଂସାର ଯାହା ଯାହା କରିବା କଥା ସବୁ ଜିନିଷ କିନ୍ତୁ ତୋର କେମିତି ସଦ୍ଗତି ହେବ ତୋର ଜୀବନ କେମିତି ଉଦ୍ଧାର ପାଇବ ତୁ କେମିତି ପ୍ରକୃତ ଭଗବତ ପ୍ରାପ୍ତି ହେବ ସେଇ ବିଷୟରେ ଦିନେ ତୋର ଚେତନା ଆସୁନାହିଁ। ତୁ ଏଇ କେବଳ ଭୋଗରେ ସମୟ ତାକୁ ସବୁ କାଟିକିରି ଚାଲିଛୁ। ଯେ କର୍ମେ ମୁଖ୍ୟ ମାର୍ଗ ହାନି ତୁ ତାହା ଶ୍ରେୟ ପ୍ରାୟମଣି ସେ ସଙ୍ଗ ଦୋଷେ ଜ୍ଞାନ ଖେ ବୁଝି ନ ପାରି ଋତୁରାଏ ତୁ ଅତି ସ୍ନେହ ତହିଁ ବଦ୍ଧ ଯେ ସଙ୍ଗ ଦୋଷ ଧର୍ମ ବର୍ତ୍ତମାନ ତୋର ସମୟ ଅତୀତ ହେଇଗଲାଣି ପୁତ୍ରମାନେ ତୋର ବଡ଼ ହେଇଗଲେ ତୁ ଯେଉଁ କାର୍ଯ୍ୟରେ ଲିପ୍ତ ହେବା କଥା ସେ କାର୍ଯ୍ୟକୁ ପରିତ୍ୟାଗ କରିକି ଭୋଗ ବିଳାସରେ ମାତିଛୁ। ତା ଶୁଣି ଭୟ ନିରୂପମଣି ବଜ୍ର ନିର୍ଘାତ ପ୍ରାୟମଣି ଉଚ୍ଛନେ କହି ନିରୂପତି ଭୌମନି ମୁଜେ ମୂଢ଼ମତି ବିଷୟ ଜଡ଼େ ମୋହ ହୋଇ ମୂଢ଼ ଜ୍ଞାନ ନ ଜାଣୁଇ ଯେବେ ଆଇଲ ମୋର ହିତେ ମୋ ଭାଗ୍ୟ ବସେ ଦୟାଚିତେ ଯେଣୁ ତୁମ୍ଭର ଦର୍ଶନ ହରଇ ବିଷୟ ବନ୍ଧନ ଏ ଘୋର ଜଳ କର୍ମ ସୁଜ୍ଞାନ ଗାନେ ଦୂର ଯାହା ମୋ ରାତି ଆଜି ମୋର ସୌଭାଗ୍ୟ ଆପଣଙ୍କୁ ମୁଁ ଦର୍ଶନ କଲି। ଆପଣଙ୍କୁ ଦର୍ଶନ କଲେ ସମସ୍ତ ବାଧା ବିଘ୍ନ ଦୂର ହୋଇଯାଏ ଏବଂ ଲୋକ ପ୍ରକୃତ ଭଗବତ ପ୍ରାପ୍ତି ହୁଏ। ତେଣୁ ମୁଁ ଯାହା ଭୁଲ କରିଛି ମୋତେ ଆପଣ ତାର ନିରାକରଣ ବ୍ୟବସ୍ଥା ବତେଇ ଦିଅନ୍ତୁ ଏବଂ ମୋ ଜୀବନକୁ ସଦ୍ଗତି ମାର୍ଗରେ କେମିତି ନେବ ମୋତେ ସେଇ ଜ୍ଞାନ ଆପଣ ପ୍ରଦାନ କରନ୍ତୁ। ରାଜା କହିଲେ ଯେଣେ ରହିବ କର୍ମ ବନ୍ଧ ହୋଇବ ମୁଖ୍ୟ ମାର୍ଗ ସାଧ୍ୟ ତୁମ୍ଭେ ସଂସାରୀ ପ୍ରାଣୀ ହିତେ ଭ୍ରମ କରୁଥାଅ ନୀତି ଅବ୍ୟକ୍ତ ଗତି ଯେ ତୁମ୍ଭର ଦେବ ମାନବେ ଅଗୋଚର ଭୌମନି ମୂଢ଼ ଦୁର୍ମତି ଦାରା ତନୟ ସ୍ନେହ ମାତି ଏଣୁ ରହିଲା ଜ୍ଞାନେ ସଧ ରାଜବିଭୂତି ଆମତେ ବିଭୂତି ପ୍ରାପ୍ତ ହେଇକରି ରାଜ୍ୟ ବିଭୂତି ଘର ସଂସାର ୟାଙ୍କରି ଭିତରେ ମୁଁ ବୁଡ଼ି ରହିଛି। ମୋର ଆଉ ସେ ଦିଗକୁ ଆଉ ମନ ଯାଇନି ବା ମୁଁ ଆଉ ସେ ଦିଗକୁ ପ୍ରାପ୍ତ ହେଇନାହିଁ। ଦାରା ତନୟ ସ୍ନେହ ମାତି ଭୌମନି ମୂଢ଼ ଦୁର୍ମତି ଏଣୁ ରହିଲା ଜ୍ଞାନ ସଧ ରାଜ ବିଭୂତି ମଦେ ଅନ୍ଧ। ଲୋକ ପାଖରେ ଯେତେବେଳେ ଅଚଳ ବିଭୂତି ହେଇଯାଏ ଐଶ୍ୱର୍ଯ୍ୟ ତା ପାଖରେ ପ୍ରବଳ ହେଇଯାଏ ଧନ ସମ୍ପତ୍ତି ତେଣୁ ସିଏ କ'ଣ କରେ ନା ଜ୍ଞାନ ମାର୍ଗକୁ ବୋଲିକିରି ଆସ୍ତେ ଆସ୍ତେ ଅହଙ୍କାର ମାର୍ଗରେ ଭୋଗ ବିଳାସରେ ବାତ କାରଣ ଭୋଗ ବିଳାସ କରିବା ପାଇଁ ତା ପାଖରେ ସବୁ ପ୍ରକାର ସୁବିଧା ଅଛି ଅସୁବିଧା କିଛି ନାହିଁ। ଆଉ ଆମର ତ ଇନ୍ଦ୍ରିୟ ମାନେ ସଦାବେଳେ ସକ୍ଷୀର ସେଇ ଭୋଗ ଗୁଡ଼ାକ କରିବା ପାଇଁ ଭୋଗ ବିଳାସ ପାଇଲେ ସେମାନେ ଆନନ୍ଦିତ ହେବେ। ଇନ୍ଦ୍ରିୟ ରସ ଭୋଗ ହିଁ ନିର୍ବନ୍ଧେ ଛାଡ଼ି ନ ପାରଇ ଯେବେ ସୁଦୟା ତୁମ୍ଭ ଚିତେ ଘୋର ବନ୍ଧନ ପ୍ରେରମୋତେ ଏମନ୍ତେ ରାଜ ବାକ୍ୟ ଘେନି ଅତି ଆନନ୍ଦେ ଦେବମୁନି କହନ୍ତି ଚିତେ ଦୟା ବହି ଶୁଣ ପ୍ରାଚୀନ ପୁଣ୍ୟ ଦେହି ତୁ କର୍ମ ଜ୍ଞାନେ ବିଶାରଦ ତେଣୁ ହୋଇଲୁ କର୍ମବୋଧ ତୁଜେ ଜଗତେ ପ୍ରଜାପତି ଏ ଯଜ୍ଞ କର୍ମେ ଦୃଢ଼ମତି
ନା ନମସ୍କାର। କେତେବେଳେ ପଡ଼ିଲେ କେତେବେଳେ ଆଚ୍ଛା କେତେ ହଉ ଠିକ୍ ଅଛି ଆପଣ କେତେବେଳେ ରିପୋର୍ଟ କୁହନ୍ତୁ। ତୁ ବିପ୍ରବାକି ହେଲୁ ଅନ୍ଧ ଅନେକ କଲୁ ପଶୁବଧ ଦୋଷୀ ଜୀବ ଜଗି ମାରି ସୁତୁର ଗନ୍ଧି ବହି। ଏ ରାଜ୍ୟ ଶାସନ କରିବା ସମୟରେ ଅନେକ ଗୁଡ଼ିଏ ଜୀବ ବଧ କରିଛୁ, ଯେଉଁମାନେ ତୋର ପ୍ରକୃତରେ ଶତ୍ରୁ ନୁହନ୍ତି। ତେଣୁ ବହୁତ ଜାଗି କରୁଛୁ, ବହୁତ ପଶୁ ହତ୍ୟା କରିଛୁ। ତେଣୁ ଏଗୁଡ଼ାକ ତୋର ଯାହା ପୂର୍ବପୂର୍ଣ୍ଣ କିଛି କିଛି ଥିଲା ଏଗୁଡ଼ାକ ସବୁ ନଷ୍ଟ କରିଦେଲା। ବହୁତ ଜୀବ ତୁ ହତ୍ୟା କରିଛୁ। ତୁ ରାଜା ଏଡ଼େ ଅବିବେକ ଦୟା ନ ବସିଲା ତିଳେକ ଏ ପଶୁ ଗଣେ କୋପ ବହି ତୋ ମୃତ୍ୟୁ ବାଟ ଛନ୍ତି ଚାହିଁ। ତୁ ତାଙ୍କୁ ଯେମିତି ମାରିଛୁ ଦୁଃଖ ଯନ୍ତ୍ରଣା ଦେଇ ଆମେ ଯେତେବେଳେ ଜୀବଟାକୁ ହାଣି ହେବ ମାରିବ, ସେ କେତେ କଷ୍ଟ ଅନୁଭବ କରିବ। ସେ କ'ଣ ସାଙ୍ଗେ ସାଙ୍ଗେ ମରିଯିବ? ସେମିତି ସେମାନେ ତୋର ମୃତ୍ୟୁ ବାଟକୁ ଚାହିଁକିରି ବସିଛନ୍ତି। ତୁ ଗଲେ ସେମାନେ ସବୁ ମିଳିମିଶିକିରି ତୋ ଉପରୁ ସେ ପ୍ରତିଶୋଧ ସବୁ ନେବେ। ସେ ତୋତେ ନିଶ୍ଚୟ ବିନାଶିବେ ତୋ ରୂପ ବଳି ନ ଡରିବେ। ତୁ ପୀଡ଼ା ଦେଇଅଛୁ ଯେତେ ସେ କୋପେ ସୁମରନ୍ତି ନୀତି। ତାହାଙ୍କ ଯାଇ ନାହିଁ କ୍ରୋଧ ଦୁଃଖ ଦେବାକୁ ତାଙ୍କ ସଧ। ତୋତେ ପାଇଲେ କର ଲୋକେ କାଟି ଭକ୍ଷିବେ ଏକେ ଏକେ। ତାହାଙ୍କ ଶୃଙ୍ଗ ତୀକ୍ଷ୍ଣ ଧାର ସେ ଲୋହ ସମାନ କଠୋର। ସେ ଶୃଙ୍ଗେ ତୋ ଦେହ କାଟିବେ ତେବେ ସେ କ୍ରୋଧ ଉପେକ୍ଷିବେ। ଆମ୍ଭେ ଦେଖିଲୁ ସ୍ୱର୍ଗ ପଥେ ତୁ ପ୍ରତି ଆସେ ପଶୁ। ଯେହେତୁ ମହାଯୋଗୀ ନାରଦ ମହାଜ୍ଞାନୀ, ତେଣୁ ମୁଁ ଦର୍ଶନ ଦେଲି ଯେ ଏମାନେ ତୋତେ ସବୁ ଅପେକ୍ଷା କରିଛନ୍ତି। ତୁ ଗଲେ ତୋତେ ଏଇ ପ୍ରକାର ଦୁଃଖ ଯନ୍ତ୍ରଣା ଦେଇକିରି ତୋତେ କଳବଳ କରିକିରି ଖାଇବେ ସବୁ। ଦର୍ଶନେ ଅଧର କାମୁଡ଼ି କୋପେ କ୍ରାନ୍ତି ଘୋର ରଡ଼ି ଦର୍ଶନ ଧରି ବିକରାଳ ଖୋରେ ଖୋର ପଡ଼ନ୍ତି ମହିସ୍ଥଳ। ସେ ତୋତେ ପାଇଲେ ରାଜନ କରିବେ ଅବଶ୍ୟ ଭୋଜନ। ତାହାଙ୍କ ମୁଖରେ ରାଜନ ପଡ଼ିକେ ପାଇବ ଜୀବନ। ଆମ୍ଭେ ଦେଖିଣ ଭୟ ଚିତେ ଶୀଘ୍ରେ ଅଇଲୁ ତୋର ହିତେ। କହିଲୁ ସତ୍ୟ ନିରାଧାର ଏ ମିଥ୍ୟା ନୁହେଁ ଲୋକର। ଯେବେ ସଂଶୟ ତୋର ଚିତେ ପ୍ରତ୍ୟକ୍ଷ ଦେଖାଇବ ତୋତେ। ଯଦି ଏ କଥାକୁ ତୋର ବିଶ୍ୱାସ ହେଉନି ତାହେଲେ ମୁଁ ତୋତେ ପ୍ରତ୍ୟକ୍ଷ ଭାବରେ ଦେଖେଇ ଦେଉଛି, ତୁ ଦେଖ। କାହିଁକିନା ତାଙ୍କର ସେଭଳିଆ ଯୁଗ ଶକ୍ତି ଥିଲା। ହେମନ୍ତ କହି ମୁନିବର ଯୋଗ ନିଦ୍ରାରେ ତା ଶରୀର ହରିଲେ ମନ ବୁଦ୍ଧି ଜ୍ଞାନ ତକ୍ଷଣେ ନିରୁପତି ଅଜ୍ଞାନ। ସେ ଯୋଗ ନିଦ୍ରାର ସୁପନେ ପ୍ରବେଶ ଯମର ଭୁବନେ। ତେଣୁ ତାଙ୍କର ଯୋଗ ଶକ୍ତି ମାନେ ତାଙ୍କୁ ସମସ୍ତ ତାଙ୍କ ଭିତରୁ ଜ୍ଞାନକୁ ଅବସର କରିକି ତାଙ୍କୁ ଦିବ୍ୟ ଜ୍ଞାନ ପ୍ରଦାନ କଲେ ତାଙ୍କୁ ସେ ଜିନିଷକୁ ଦେଖିବା ପାଇଁ। ତେଣୁ ରାଜା କ'ଣ ହେଲେ ନା ମୃତଗତ ପଡ଼ି ଯାଇକିରି ସେ ଯାଇକିରି ଜମପୁରରେ ପ୍ରବେଶ କରୁଛନ୍ତି। ରାଜା ଯାଇକିରି ଦେଖୁଛନ୍ତି। ପ୍ରବେଶ ଯମର ଭୁବନେ ଦେଖିଲା କହି ରୂପଗଣେ ଦୁଃଖିତ ବିବିଧ କାରଣେ ଯେ ଯାହା ଭାବେ କରମବାରେ। ପୀଡ଼ନ୍ତି ଯେ ଶତ୍ରୁ ଯାହାରେ ଯେ ଶସ୍ତ୍ରେ ଯାହାକୁ ଦେବା ମାରି। ସେ ରୂପେ ସ୍ୱର୍ଗ ଛନ୍ତି ଧରି। ଯାହାକୁ ଯେମିତି ଯିଏ ମାରିଛି ସେ ସେହି ପ୍ରକାର ପ୍ରତିଶୋଧ ତା ଭିତରୁ ଅନୁରୂପ ପ୍ରତିଶୋଧ ନେଉଛି। ଗଦା ମୃଗର ଶିବର କୁନ୍ତ କୁଠାର ସକରି ସୁର ଇଆଦି ଶସ୍ତ୍ର ନାନାମତେ ପ୍ରକୋପେ ପ୍ରହାରନ୍ତି ରୀତି। ଯେ ଯାହାର ଶତ୍ରୁ କର୍ମ ଦ୍ୱାରେ ସୁମରି ଦଣ୍ଡ ଦିଅନ୍ତି ତାରେ। କିଏ ବୃକ୍ଷେ ବାନ୍ଧିଣ ପିଟନ୍ତି କିଏ ବଳେ ତୋଳି କଚାଡ଼ନ୍ତି। ଅଧୋ ବଦନ ବୋଧେ ପାଦ ଇଆଦି ଅଶେଷ ଦିଶା
नाना कदर्थने पीड़न्ति प्रकोप नयने चाहन्ति अधर चापि दन्तभिड़ी कोपे करन्ति घरणानि पशुक दण्ड उपतापे उचेण रुदन्ति अधीते दुःसह दुःखे भयच्छन्न स्रवित मूत्रद्वार तारिखी प्राचीन पुराण भय उच्चर पंचप्राण ये सब दर्शन करके एक बार से जम भूमि देखुन ये शरीर बढ़ी भ्रम तार मति पड़ाई लड़ाई निरूपति से आक्रमण करने बढ़े ये भय पढ़ाऊँ ता जागे बध पशु गणे ताकू बढ़िले तत जो मनुष्य मारी देले जिते पशु आने समस्त घेरे जाऊँ निज शत्रु को पाई कोपे बेगे भक्षिले खुदातापे मृग समूह मृगे राजन को बढ़िले तेसने आवरी सते पुर करी एक आड़े कबड़े धरी दर्शने धरी उठाती एक आड़के मुख्यंती दुसह दुख से राजन व्याकुले करई रुदन निर्दय पशु दुष्टपणे मांस भखन्ति अनुक्षणे भखन्ति अस्ति शेष जाय जावत क्रोध शांति रहे मैंने समस्त मांस को अस्थि पर्यंत से झुणिक खाई तदंते अन्य पशुगणे बेढ़ीगे भखन्ति तत्गणे मायारे पुनरपि काय प्रकाशे पूर्वतनु प्राय सेटा पूरा जेतबे मांसर सब शेष हो पुणी शरीर पुणी पूर्ण अवयव शरीर हो पुणी आउ थे सब खाइए ये जो शरीर ये जमी धरिक बस से भाया शरीर से सब सेठी देदेवे दंड देवा आ शरीरटा ना दंड आ किए पाए जंत्रणा किए आ भोग कर मायारे पुनरपि काय प्रकाशे पूर्वतनु प्राय दुसह दुखे से निरूपति भय प्राय चौपति तेणे गुणांति पशुगणे बेढ़ी भकांति जने जने एमंते दुख बाघे रुदन करे उच्च स्वरे तार लक्षणे केहि नाही शत्रु संगे पीड़े केहि समय भय राजन निश्चय नासिके जीवन एमंते भांते आकुले मुनि जाइले जोग बड़े ये मिथ्या भय निरूपछन्न अवश्य छाड़गल राजा भय जेतु नारद जापारे भय कौन फेरी तक्षणे भय मुनिवर हरिले जोग निद्रा तार तक्षणे से ज्ञान लभिला विहोळे सत्वरे उठिला मुनि की गुणाग्रत करी से मिथ्या भय निरूपणी ये दुष्ट पशु भयंकर निश्चय भक्षिले शरीर ये स्वप्न उठिले आम स्वप्न पड़े स्वप्न उठिक देखिले ये प्रकृत ये अवस्था ये भाया मृत पर ये भाया कलबल कर मारिक पाइबे हेमंत कही से राजन उच्छने करई रुदन मति विभ्रम देखी तार कही बोधंती मुनिवर ये मिथ्या भय तुरायन विअर्थे किंपाचन ये प्रत्यक्षे देखराय नयने फेड़ी तु निर्भय जे घोर भय पीड़ा तुते अज्ञानी देउथिले शक्ति अदृश्य है आंभणे तो अंते पीड़िबे से पुरे जीवे तू खाली आर कहते सिनेमा पूर्व टेलरटा देखते खाली किंतु प्रकृत आगु केते दुख यंत्रणा अच्छी तू नहीं जो परलोक प्राप्त हो तोरे जीव जीव से तू सब जिन को अनुभव कर अदृश्य है आंभणे से तो अंते पीड़िबे से पुरे तू दुख देई अछि जते अवश्य से देवे तोते जाको जेतिके दुख देइछ ताको तुम ताको अधिक दुख प्राप्त काहाको दुख देवार आग्रह नहीं आमको से अधिकार दिया जाए काहाको दुख देवा काहाको अपमान
କିଛି ବି କଷ୍ଟ କିଛି ନ ହଉ ଆମେ ସେ ଜିନିଷଟା ସତର୍କ ହବା। ଆମେ କାହାକୁ ସୁଖ ଦେଇପାରିବାନି ଦୁଃଖ ବି ହଁ। ଆଉ ମନ ଭିତରେ ବି କେବେ କାହାର ଖରାପ ଚିନ୍ତା କରିବେ ନାହିଁ। ମନ ଭିତରେ କଲେ ମଧ୍ୟ ତାର କ୍ରିୟା, କାରଣ ମନ ଭିତରେ ଯେଉଁଗୁଡ଼ା ଚିନ୍ତା କରିବା ସେଇଟା ବାସ୍ତବତାକୁ ଆସିଯିବ। ମନ ଭିତରେ ଅଛି ବୋଲି ସେଇଟା ପୁଣି ପ୍ରକାଶ ହେଇଯିବ। ଆମେ ଯେଉଁଟା ଚିନ୍ତା କରୁଛେ ସେଇଟା କରୁଛେ ନା, ତେଣୁ ମନ ଭିତରେ ମଧ୍ୟ କାହାରି ଖରାପ କେବେ ଚିନ୍ତା କରିବ ନାହିଁ। শুনি সংগ্রামের পরাণ বলে মনে কি রাখ প্রাণ, এই যেতে দুষ্ট পশু ঘর কিরূপে থুম নিস্তার, তুমি সর্বজ্ঞ সর্বজান কহিবাই থির প্রাণ, এমন্তে শুনি মহাঋষি রাজা বিভ্রমে মন্দে হসি, শোনা সুমনের কমর কহিবাই থির বিচার। রাজা কহিলে যে ମୁଁ କେମିତି ଏଥିରୁ ଉଦ୍ଧାର ପାଇବି, ଆପଣ ସେଇ କଥା ମୋତେ କୁହନ୍ତୁ। ଏବେ ତୁ ଛାଡ଼ ସୁତ ଗୀତ ଗାରା ବନ୍ଧୁରେ ସ୍ନେହ ଚିତ, ଅଷ୍ଟ ঐশ্বর্য ভোগ যেতে এ রাজ বিভূতি সহিতে। ଯଦି ତୁ ଏଥିରୁ ଉଦ୍ଧାର ପାଇବାକୁ ଚାହୁଁଛୁ ତାହେଲେ ଏଇସବୁ ଜିନିଷକୁ ପରିତ୍ୟାଗ କର। ଘର ସଂସାର ଐଶ୍ୱର୍ଯ୍ୟ ଏସବୁ ଥିଲେ ଏସବୁ ଜିନିଷ ହେଇପାରିବ, ତାକୁ ସବୁ ପରିତ୍ୟାଗ କର। ପରିତ୍ୟାଗ କେମିତି ହବ? କହିବେନି, ହାଁ? କହିବେ ନାଇଁ ନାଇଁ, ପରିତ୍ୟାଗ ଯୋଉ କଥା କହିଲେ ସେଟା କେମିତି ହବ? କହିବେ ଆଗକୁ ଆଗକୁ କହିବେ ବା ବୁଝଉଛନ୍ତି ନା ତାଙ୍କୁ ବୁଝଉଛନ୍ତି ଆଗକୁ ବୁଝଉଛନ୍ତି, ସବୁ ବୁଝେଇବେ। ଶରୀର ତତ୍ତ୍ୱ ବର୍ତ୍ତମାନ କହିବେ, ସବୁ ତାଙ୍କୁ ପୁରା କମ୍ପ୍ଲିଟ୍ ଜିନିଷଟା କହିବେ ନା। ଆଉ ଆପଣ ଏତିକି କହିଦେଇକିରି ଛାଡ଼ିଦେବେ କି? ବହୁତ ये सर्व तेजी कृष्ण पादे, एकांते भज प्रमादे, तेरे हत्या दुख घोर बेछाड़िब नृपर। ଯାହା ହେଇଗଲା ହେଇଗଲା, ସେ ଜିନିଷକୁ ମନ ଭିତରେ ଅନୁତାପ କରିକିରି ଭଗବାନଙ୍କର ଚରଣାରବିନ୍ଦରେ ଯଦି ସମର୍ପିତ ହେଇଯିବୁ ଏବଂ ତାଙ୍କରି ଭଜନ, ତାଙ୍କରି ସ୍ମରଣ, ତାଙ୍କରି କୀର୍ତ୍ତନ କରିବୁ, ତାହେଲେ ତୁ ଏ ଭୟଙ୍କର ତାପରୁ ଉଦ୍ଧାର ପାଇବୁ। କହିବୁ ସବୁ। ये बिने तोर अन्य गति अपरे न देखि नृपति, ता शुनि बोल राजन भूमि मूढ़ ज्ञान। ମୁଁ କ'ଣ ଆଜ୍ଞା ଜାଣିଛି କେମିତି କ'ଣ କଲେ କ'ଣ ହେବ, ମୋତେ କୌଣସି ଜିନିଷ ଜଣା ନାହିଁ। ମୁଁ ମୂଢ଼ ଏବଂ ଅଜ୍ଞାନ। ଏ ପୁତ୍ର ଦ୍ୱାରା ସ୍ନେହତି ଇନ୍ଦ୍ରିୟ ଭୋଗର ସେ ମାତି। ଇଏ ଘର ସଂସାର କରୁଛି, ପୁତ୍ର କନ୍ୟା ସ୍ତ୍ରୀ ପରିବାର ଅନ୍ୟାନ୍ୟ ବନ୍ଧୁ, ଆକୁ କ'ଣ ଛାଡ଼ିକି ଯିବାକୁ ମୋର ଇଚ୍ଛା ହେଉଛି, କୁଆଡ଼େ ଯିବି ତପସ୍ୟା କରିବି। ସମସ୍ତଙ୍କର ଆସକ୍ତି ରହିବ, ହଁ। ଯୋଉଠି ନାହିଁ ସମସ୍ତଙ୍କର ଆସକ୍ତି ଯାହା ପ୍ରକୃତ ସଂସାରୀ ଲୋକର ଆମର ଲକ୍ଷଣ। ଆମେ ଜଣେ ଯିଏ କହିବା, ଆମେ କହିବା ନା ମୋର ଘର ସଂସାର, ଆମର ସହଜରେ କ'ଣ ସେଠୁ ଛାଡ଼ିଯିବ ମନଟା, ପଳେଇବା। ଆଗକୁ ଆଗକୁ ବଢିବ ନାଚେ ଘରେ ଡାକିବ କି? ହଁ, ଯଦି ଡାକିବନି କାହିଁ ତମ ଶୁଣିବି କି? ଦୂର ସଂସାର କରିକି ବି ଡାକିବ ସେଇଟା ତ ଡାକିବନି କେମିତି? ଘର କାଲି ଜଣକୁ ପଳେଇଲେ ନାଇଁ ସେଇଟା ହବ, ଘରେ ହବ। ଯେତେ ଘରେ ରହିକିରି ଯଦି ସବୁ ଲୋକ ହେଇଥିବେ ଆପଣଙ୍କ ମନୋଭାବର, ତାହେଲେ ଆପଣଙ୍କୁ ଘରେ ତପସ୍ୟା କରିହେବ। ସିଏ ତ ସମସ୍ତେ ଆପଣଙ୍କୁ ବାହାରେ ବିଭ୍ରାଟ କରିବେ, ଫରକ ରହିବ ନା। ବାହାରେ ତ ଫରକ ରହିବ, କିନ୍ତୁ କରେଇ ଦେବେନି, ଘରେ କରେଇ ଦେବେନି। ଏବେ ସଂସାରରେ କିଏ ବାହାରକୁ ଯିବ କହିଲେ ମତେ କୋଉଠି ବଳରେ ବସିଲେ ଖାଇବାକୁ ଯିବ ଆଉ ମରିଯିବ ଗଲେ ପଡ଼ିକି ମରିଯିବ। ସଂସାରରୁ ଛାଡ଼ିକି ରହିଯିବ। ନାଇଁ ରହୁଛନ୍ତି ବୋଧେ ଏ ଯୁଗରେ ନୁହେଁ, ଏ ଯୋଗା ଯାହା ପାଇଁ ସେ ଅନ୍ୟ ଯୁଗ ପାଇଁ ଲେଖା ହେଇଛି। ନାଇଁ ଏବେ ବି ଅଛନ୍ତି ନା କିଛି ସନ୍ନ୍ୟାସୀ। ବହୁତ କଥାଟା କଥା ଅଛନ୍ତି ସବୁ। କଥାଟା ଆପଣ ଯାହା କହିଲେ ଠିକ୍, ଏଇଟା ତ ଆପଣ ଯୁଗର ଲେଖା ହଁ କଥା। ହଁ କଳିଯୁଗ ପାଇଁ କ'ଣ ବ୍ୟବସ୍ଥା, ହଁ ତା ବ୍ୟବସ୍ଥା କର ସେ ସେଇଟା କଥା କ'ଣ ଆଲୋଚନା ହେଲେ ହବ। ହଁ ଯେ ୟାକୁ ପଢ଼ିକିଣି ଆମେ ସେଇଥିରେ ହଁ ମାରିଲେ ମୋ ମନକୁ ଯାଉ।
ସେଇଟା ତ ଠିକ କଥା। କଳି ଯୁଗ ପାଇଁ ଭାଗବତଟା କେବଳ କଳି ଯୁଗ ପାଇଁ ଲେଖା ହେଇଛି। ଏଇଟା ସତ୍ୟ ସବୁ କଥା ଗୁଡ଼ାକ ଉଦାହରଣ ଦିଏ। କଳି ଯୁଗର ଲୋକମାନେ ଯେହେତୁ ସେମାନଙ୍କର ଆୟୁଷ ବହୁତ କମ୍, ସେମାନଙ୍କ ମନ ଭିତରେ କାମ କ୍ରୋଧ ହିଂସା ଭାବ ଅଧିକ, ସେମାନେ କଳହ ପ୍ରିୟ, ସେମାନେ ଆଳସ୍ୟ ପରାୟଣ, ସେମାନେ ସଦାବେଳେ ଉଦ୍ବିହୀନ ଚିତ୍ତ, ସେମାନେ ସଦାବେଳେ ସଂଶୟ ମନା, କୌଣସି କଥାକୁ ବିଶ୍ୱାସ କରିବେ ନାହିଁ। ତେଣୁ ତାଙ୍କରି ପାଇଁ ହିଁ ଭାଗବତ ଲେଖା ହେଇଛି। ଭାଗବତଟା ସତ୍ୟ ଯୁଗ ଲୋକ ପାଇଁ ଲେଖା ହେଇଛି କି ଦ୍ୱାପର ତ୍ରେତୟା ଯୁଗ ଲୋକ ପାଇଁ, କେବଳ କଳି ପାଇଁ ଏଇଟା ଲେଖା ହେଇଛି। ଭୁଲ କହୁଛନ୍ତି ଆପଣ। ଆଜ୍ଞା ଭୁଲ ଆଉ ପଢ଼ିସାରେ ଭାଗବତ ସତ୍ୟ ଯୁଗରୁ ଅଛି। ଭାଗବତ ସତ୍ୟ ଯୁଗରୁ ଅଛି। ଆମର ଆଉ ଏଇଟା କାହା ପାଇଁ ଅଛି? ସେତେବେଳେ ଲୋକ ଥିଲେ ଏଇ ନା ଟାଇପ ନା କାହା ପାଇଁ ଅଛି? ଏ ମନୁଷ୍ୟ ସମାଜ ପାଇଁ। ସତ୍ୟ ଯୁଗ ମନୁଷ୍ୟ, ତ୍ରେତା ଯୁଗ ମନୁଷ୍ୟ, ଦ୍ୱାପର ଯୁଗ ମନୁଷ୍ୟ ପର, ଏବେ ଆମେ କଳି ଯୁଗ। ସେତେବେଳେ ଯୋଉ ଘଟିଛି ଏଗୁଡ଼ା ଲେଖା ହେଇଛି। ଲେଖା ହେଇଛି। ସିଏ 10,000 ବର୍ଷ ତପସ୍ୟା କଲେ। ଏବେ ଯୋଉ 10 ଜଣ ତପସ୍ୟା ଯାଉଛନ୍ତି, ହଁ ଯୋଉ 10 ଜଣଙ୍କ କଥା ପଡ଼ିଛି ତପସ୍ୟା, ହଁ ଅଛନ୍ତି କେବେ ସେମାନେ? ସିଏ ଅଛନ୍ତି କି? ତପସ୍ୟା ଯାଉଛନ୍ତି? ଯୋଉଗୁଡ଼ା ଘଟିଛି କାରଣ ତାର ଆପଣ ଯୋଉ କହିଲେ ଇଏ କଳି ଯୁଗ ପାଇଁ ଭାଗବତ ଲେଖା ହେଇଛି, ଏଇଟା ଠିକ ଉତ୍ତର। ଏଇଭଳି ଲେଖା ହେଇଛି। ଏଇଟା ପଚାରୁଛନ୍ତି ସୌନକ ଯେ କଳିରେ ଲୋକମାନଙ୍କର ଏଇ ପ୍ରକାରର ଅବସ୍ଥା ହେବ, ସେ କେମିତି ଉଦ୍ଧାର ପାଇବେ। ଏଇଟା ସେଇଥିପାଇଁ ବ୍ୟାସ ଲେଖିଲେ। ଯୋଉମାନେ ଉଦ୍ଧାର ହେବେ, ମୁଖ୍ୟ ଆମେ କ'ଣ କଥା ଏଇଟା ମନକୁ କହିଦେବା କି? ମନକୁ କହିଦେଲେ ତ କିଏ ଶୁଣନ୍ତୁ ଶୁଣ ବାବୁ, ଶୁଣ ମୁଁ ପଢ଼ିସାରେ ମୁଖ୍ୟ କଥା, ଯୋଉମାନେ ବି କଳି ଯୁଗରେ ଉଦ୍ଧାର ହେବାକୁ ଚାହିଁବେ, ଅତି କମରେ ଗୁରୁ କରିଥିବା ଦରକାର। ଅଣଗୁରିଆ କେହି ମୁଖ୍ୟ ପାଇବେ। ନାଇଁ ସେଇଟା ତ ଗୁରୁଙ୍କ ପ୍ରଶ୍ନ ଉଠୁନି। 100 ବର୍ଷର କାମ। ମୁଁ ପଚାରୁଛି ହଁ। 100 ବର୍ଷର କାମ। 100 ବର୍ଷ ପରେ 80 ବର୍ଷ ପରେ ସିଏ ଗଲା। ସେ ଆସ୍ତେ ଆସ୍ତେ 100 ନୁହେଁ, 80-70 କି ରଖ, ହଁ 80-70 କି ରଖିବା। ସେଇ କାହାର ଭିତରେ ହବ। ଆପଣ ଗୁରୁ ନ କଲେ ଆପଣଙ୍କୁ ପ୍ରକୃତ ମାର୍ଗ କିଏ ଦର୍ଶନ କରିବ? ଗୁରୁ କେବଳ ମାର୍ଗ ଦର୍ଶନ କରିବେ ନା ଆଉ। ପ୍ରଥମ ଆଗେ ଗୁରୁ। ଇଏ ତ ମୂଳେ ବାପ ମାଆକୁ ମାନିଲେନି। ଆକୁ କଳି ଯୁଗରେ ଆଉ ଭାଗବତ ଶୁଣିବ। ଭାଗବତ ଖାଲି କଳି ଯୁଗରେ ଶୁଣିବେ, ନାମ କରିବେ। ଏଇଥିରେ ହଁ। ଆପଣ କଳି ଯିବେ। ନାମ କର, ହଁ। ନହେଲେ ଆଉ ଗୋଟିଏ ବାଟ କର। ଶ୍ରବଣ କର। ସତ୍ୟ କହିବ ନିତ୍ୟ ତୁଣ୍ଡେ, କେବେ ହେ ନଥିବ ପାଷାଣ୍ଡେ। ଭାଗବତ ଲେଖା ସେଟା ତ ଠିକ କଥା, ଏକଦମ ଠିକ। ଏକଦମ ସତ୍ୟ ଯେ କହିବ ତାର ଆଉ ଶୁଣିବାର ନାହିଁ, ପୂଜା କରିବାର ନାହିଁ, ଫୁଲ ତୋଳିବାର କେବଳ ସେ ସହଜ ଥିଲେ ସତ୍ୟ ସତ୍ୟ କହିବା ପାଇଁ ଆଉ ସେଟା ତ ଠିକ। ମଧୁର ବିନୟ ବଚନ କହିତ ଶିବ ସମିତି ଦିଏ ମିଠା କଥା ହଁ, ତତେ କୁହ। କାହାର ମନ ବାଧିଲା ଭଳିଆ କହିବନି। ଆତ୍ମାକୁ ବାଧିଲା ଭଳି କଥା ନାଇଁ ନାଇଁ କାହିଁକି ନା ଦୁର୍ଜନ କୁବଚନ ବାଣୀ ମର୍ମ ବିଦାର ତଥ୍ୟ। ଏଇ ସାଧାରଣ କେତୋଟି କଥାକୁ ଯଦି ମାନିବେ, ତାହେଲେ ଭାଗବତ କିଛି ଫଳ ପାଇବେ। ଆଉ ନ ମାନିଲେ କେମିତି ହବ? ଆଉ ଯଦି ଏଇଆକୁ ନ ମାନିବେ, ମୁଁ ଦିନ ଏଠି ଭାଗବତ ଶୁଣିବି, ଦିନ ମିଛ କହିବି, କାହାକୁ ହିଂସା ସେଇଟା ଆମର ତାହେଲେ କ'ଣ ଫାଇଦା ହବ? ନାଇଁ କିଛି ଲାଭ ନାହିଁ। ଆମର ସେଇଟା କେମିତି ଆମେ ଆସ୍ତେ ଆସ୍ତେ କମେଇବା, ସେଇଟା ଆମେ ଆସ୍ତେ ଆସ୍ତେ ଆମେ କେମିତି କମେଇବାକୁ ଆମେ ପାରିବାନି। କେବଳ ଗୁରୁ ହିଁ କର୍ଣ୍ଣଧାର, ଗୁରୁ ନ ରହିଲେ ହବନି। ଆମେ କେହି ଚେଷ୍ଟା କରି କରିପାରିବା, ନାଇଁ ନାଇଁ ଅଳ୍ପ ବହୁତ ହବ ନା, ଜମା ହବନି, ହବନି କାହିଁକି? ବିଲକୁଲ ହବନି। କାହିଁକି ହବନି? ଆପଣ ବହି ଆଣି ଘରେ ପଢିଲେ, ସେ କଥା ପଡ଼ିନି। ସ୍କୁଲ କାହିଁ ଗଲେ, ମାଷ୍ଟର କାହିଁ ଗଲେ, ସେ କଥା ପଡ଼ିନି ସାର୍। କଲେଜ କାହିଁ ଗଲେ? ନାଇଁ ନାଇଁ ନାଇଁ, ଆମେ ଗୋଟେ ଜୀବ ମାରିକି ଆମେ ମାଂସ ଖାଉଛନ୍ତି, ଇଏ କରୁଛନ୍ତି, ସେଇଟା ଚାଲି ଛାଡ଼ିପାରିବାନି। କୋଉଟା? ଛେଳି ମାରି ଖାଉଛନ୍ତି, ମାଛ ଖାଉଛନ୍ତି, ଯୋଉଗୁଡ଼ା ଆଇଁଷ ହଁ, ଜିନିଷ, ହଁ। ଯୋଉ ଜୀବ ମାରି ସେଇଟା ଆମ ଖାଉଛନ୍ତି, ହାତରେ ସେଇଟା ଅଛି। ଛାଡ଼ିପାରିବାନି। ଆପଣଙ୍କର ଭାଗବତରେ ଅଛି, ଜୀବ ମାରିଣ ମାଂସ ଖାଇ ସେ ପ୍ରାଣୀ ବୈକୁଣ୍ଠକୁ ଯାଏ। କୋଉଠି ଗାଈ ଭାଗ? ଏକାଦଶ ମାର୍ଗ। ସିଏ ଟିକେ ଯିବ, ଯାହାକୁ ଖାଇଲେ ଯିବ ନା ଯେ ଖାଇଲା ଯିବ। ସେ କଥା ବୁଝିବା ପଛରେ ଯାହାକୁ ତୁମେ ଖାଇଲ ସିଏ ତା ଶରୀରଟାକୁ ମୁଁ କହିଲି ସେଇଆ, ତା ଅର୍ଥ ଆପଣ ବାହାର କରିବେ। ଜୀବ ମାରିଣ ମାଂସ ଖାଇ ସେ ପ୍ରାଣୀ ବୈକୁଣ୍ଠକୁ ଯାଏ, ଏଇଆ ଲେଖା ଅଛି। ସିଏ ସେଇ ଜିନିଷଟା ତ ବୁଝିଲେ ହବ ନା। ଯାହାକୁ ମାରିକି ଖାଇଲ, ଯେହେତୁ ତାର ଶରୀରଟି ତମ ପାଇଁ ସେ ତ୍ୟାଗ କରିଦେଲା, ସେ ବୈକୁଣ୍ଠକୁ ଗଲା। ଆଉ ତମେ କ'ଣ ବୈକୁଣ୍ଠକୁ ଗଲ କି?
ସେଇ ସେଇ କଥା ପଡ଼ିଯିବ। ଆମେ ଖାଇଲୁ ବୋଲି ସେ ଭଲ ନା ହଁ ଲେଖାଟା ଯାହା ହେଇଛି ମୁଁ ସେଇଆ କହିଲି। ନାଇଁ ଠିକ୍ ଲେଖା ଠିକ୍ ଅଛି। ଲେଖା ଠିକ୍ ଅଛି ତା ଆକ୍ଷରିକ ଅର୍ଥଟା କ'ଣ ହବ ଏଇଟା ତ ମାଂସ ଖାଇକି ଯିଏ ଯାଏ ବହୁ କଥାଟା ସେଇଠି ଜୀବରେ ନ କରିବା ହେଳା ଜୀବ ମାରିବ ଭେଳା ଭେଳା ଜୀବ ମାରିଣ ମାଂସ ଖାଇ ସେ ଜୀବ ବୈକୁଣ୍ଠ ଅର୍ଥ ଏଇଆ ସେଟା କାହିଁକି ଲେଖାଟା ଏଇଆ ହେଇଛି କରୁନାହାନ୍ତି ଅର୍ଥ ଅର୍ଥ ବା କଲୁ। ଜୀବରେ ନ କରିବ ହେଳା ଜୀବ ମାରିବ ଭେଳା ଜୀବ ନାଇଁ ମାରିଣ ସେଇଟା ମାଂସ ଲେଖା ହେଇନି କୋଉଠି। କେବଳ ଲେଖା ହେଇଛି ଜୀବ ମାରିବା ଖାଏ ସେ ଜୀବ ଅର୍ଥ ଯାହାକୁ ତୁମେ ଖାଇଲ ସିଏ ତମକୁ ଶରୀରଟି ଦାନ କରିଦେଲା ତେଣୁ ସିଏ ଯିବ ବୈକୁଣ୍ଠକୁ ଗଲା। ଆଚ୍ଛା। ଆଉ ତମେ ତା ମାନେ କ'ଣ ଇଏ ଗଲା ବୈକୁଣ୍ଠ ଗୋଟିଏ ଯିବ? ପଦ ଆଉ ଗୋଟିଏ ପଦ ଅଷ୍ଟଗୁଜରରୁ କହୁଛି ଅଚ୍ୟୁତାନନ୍ଦ ଲେଖିବ କିଏ ଖାଉଛି କିଏ ମାରୁଛି यार प्रमाण अष्टभुजा से लिखते तू केवल मार्चु तू ही खाऊ किए किसी को किए भक्त किए भगवान किए कागु पूजिला किए कागु भोग देला ସେ ସ୍ତରକୁ କ'ଣ किए ଆମେ किसी ଗଲେ? करना सब तू ही कर ଆମେ ସେ ଲେବୁଲକୁ ଯାଇନି। ଆମେ ପ୍ରଥମ ଶ୍ରେଣୀର ଆମେ ଅବା ମଡ଼ଉଛୁ ଶୂନ ମଡ଼ଉଛୁ। ଆମେ ଯଦି MA B କ୍ଲାସ୍ର କଥା ସିଏ ଯେଉଁ ସବୁଠାଇ ଭଗବାନଙ୍କୁ ଦର୍ଶନ କରିବ ଏବଂ ସବୁ ସିଏ କରୁଛି ସେଇ ତତ୍ତ୍ୱ ବି ଆଧାର ଦିଏ ସିଏ ପର୍ଯ୍ୟନ୍ତ କ'ଣ ଆମେ ଗଲେ ତାକୁ ବୁଝିଲେଣି। बीए पिलांग ପାଇଁ ଉତ୍ତର ଅଲଗା ଆଉ ମାଇନର ଚାରିଶାଳି ପାଇଁ ଉତ୍ତର ଅଲଗା ଉତ୍ତରଟା ସବୁବେଳେ ସେ ଲେବୁଲ ଅଲଗା ନା ତାର ପାଠ ଅଲଗା ଆର ପାଠ ଦୁଇରେ ଏକ ମିଶିଲେ ତିନି ନା ସେ ବିଏ ବାଲା ହଉ କି ଏମଏ ବାଲା ହଉ ଚାରିଶାଳି ପିଲା ତେଣୁ ଯିଏ ଭକ୍ତ ହେଲା ତା ଲାଗି ଏଇ କଥାଟା ଯଦି ପ୍ରଯୁଜ୍ୟ ଯିଏ ଅଭକ୍ତ ହେଲା ତା ଲାଗି କାହିଁ ପ୍ରଯୁଜ୍ୟ ନୁହେଁ ଏ କଥା ନାଇଁ ଅଭକ୍ତ ହେଲେ କେମିତି ହବ? ଆପଣଙ୍କୁ କହିଲେ ବାଟରେ ଯିବା ପାଇଁ ଆପଣ ଅବାଟରେ ଗଲେ ଅବାଟରେ ଗଲେ କଣ୍ଟା ଧରା ଖାଲିରେ ପଡ଼ିବେ। ଶୁଣ ବାଟ ଯୋଉଟାକୁ ମୁଁ କହୁଛ ଛାଡ଼ିଦିଏ କଥା ଆଲୋଚନା ଭିତରୁ ନ ଆଇଲେ ତାର ମୀମାଂସା ବାହାରେ ଆଲୋଚନା ହେଲେ ଭଲ ଆଲୋଚନା ହବାଟା ଉଚିତ। ଆଲୋଚନା ନହେଲେ ମୀମାଂସା ଆସିବ ଆମେ ତାର ଯଥାର୍ଥ ଉତ୍ତର ଜାଣିଥିବା ଦରକାର। ଆମେ ଆଲୋଚନା କରୁଛନ୍ତି ଆପଣ ଦେଖିବେ ସବୁଠି ଭାଗବତ ଟୁଙ୍ଗି ଅଛି ସବୁଠି ଅଛି କିନ୍ତୁ କିଛି ତାର ମର୍ମ କି ତାର ଅର୍ଥ ସେମାନେ କିଛି ବୁଝୁନାହାନ୍ତି। ଆପଣ ଯାହା କହିଲେ ପଢ଼ିଲେ କିଛି ହେବ ତାର ଯଥାର୍ଥ ଅର୍ଥକୁ ଆମେ ହୃଦୟଙ୍ଗମ କଲେ ହେବ। ଆଉ ଅର୍ଥକୁ ଯଦି ଅନର୍ଥ କରିବା ଅନର୍ଥ ନୁହେଁ ଅର୍ଥ ବୁଝିବାଟା ସମସ୍ତେ ବୁଝିପାରନ୍ତିନି ତାକୁ ଯିଏ ବୁଝାଇ ପାରିବ ଆପଣ ସାରନ୍ତୁ ମୁଁ ଗୋଟେ ପଦ କହିବି ସେଇ ଭାଗବତରୁ କହିବି ଏ ଘୋର ପୀଡ଼ା ଏ ଘୋର ଭୟ ପୀଡ଼ା ତୋତେ ଜ୍ଞାନେ ଦେଉଥିଲେ ସତ୍ୟ ଦୃଶ ହେଲେ ଆମଡ଼ରେ ଆମେ ଗବାର ବୋଲ ଏ ଆଦି ଗୃହ ବସ୍ତୁ ଯେତେ ମୁଁ ଛାଡ଼ି ପାରିବି କେମନ୍ତେ ଉପାୟ ଥିଲେ ମନିବର କହି ଅଜ୍ଞାନ ଦୂର କର। ମୁଁ ଏ ମୋହମାୟା ବିରାଟ ଐଶ୍ୱର୍ଯ୍ୟ ଭୋଗ ବିଭୂତି ପୁତ୍ର କନ୍ୟାକୁ ଛାଡ଼ିକିରି ମୁଁ କେମିତି ଏଥିରୁ ଉଦ୍ଧାର ପାଇବି ମୋତେ ତାର ବାଟ ଆପଣ କୁହନ୍ତୁ। ସେ କ'ଣ ଆଉ ହଉ କିନ୍ତୁ ବାହାରିଗଲେ କି ଚାଲ ଯିବା ନାଇଁ କେହି ଯାଇପାରିବେନି। ଘର ସଂସାର ପ୍ରତି ଆମର ଯେଉଁ ଆସକ୍ତି ମୋହ ଅଛି ଏ ସାଙ୍ଗେ ସାଙ୍ଗେ କେବେ କଟିବ ନାହିଁ। ଉପାୟ ଥିଲେ ମୁନିବର କହି ଅଜ୍ଞାନ ଦୂର କର ତା ବାକ୍ୟ ହସି ମୁନି ତୋଷେ କହିବା ତୋତେ ଇତିହାସେ ଶ୍ରାବଣେ ହେବ ତୁର ଜ୍ଞାନ ଯେ ପୁରଞ୍ଜନର ଆଖ୍ୟାନ। ହେଲେ ମୁଁ ତୋତେ ଗୋଟେ ଇତିହାସ କହୁଛି ଗୋଟେ କାହାଣୀ କହୁଛି ତୁ ସେଇ କଥାକୁ ବୁଝୁ। ଏଇଟା ତିନିଟା ଅଧ୍ୟାୟ ପଢ଼ିବ ତାର ତତ୍ତ୍ୱମୂଳକ କଥା ଏଇ ବର୍ତ୍ତମାନ କାହାଣୀଟା କହିବେ ତାପରେ ଆର ପ୍ରତ୍ୟେକ ଅର୍ଥ କ'ଣ ତତ୍ତ୍ୱ କ'ଣ ସେ ଜିନିଷକୁ ବୁଝେଇବେ ନା ତାକୁ। ଏ ଘୋର ବୟ ସ୍ନେହ ତୋର ଶ୍ରାବଣେ ବେগে ହେବ ଦୂର ସେ ପୁରଞ୍ଜନ ଏକ ରାଜା ପୂର୍ବେ ଯେ ଥିଲା ମହାତେଜା ଅଜ୍ଞାତ ରାମ ଚେଷ୍ଟା ଯାର ଏମନ୍ତେ ସଖା ତାଇ ତାର ସେ ନିଜ ସଖା ପରିହରି ଇନ୍ଦ୍ରିୟ ଭୋଗେ ଇଚ୍ଛା କରି ନିରତି ଭାବେ ଅନୁକୂଳ ଇନ୍ଦ୍ରିୟ ବସେ ହୋଇଛନ୍ନ ସେ ରାଜା ପୃଥିବୀ ଭୂମି ଉତ୍ତମ ସ୍ଥାନ ସେ ଛଇ ପୂର୍ବରୁ ନାମକ ଜଣେ ରାଜା ଥିଲେ। ସେ ବିଷୟ ବାସନା ଏବଂ ଐଶ୍ୱର୍ଯ୍ୟ ଭୋଗକୁ
ଐତିହାସିକଟି ତେଣୁ ସେ ସୁନ୍ଦର ସ୍ଥାନ ଖୋଜି ବୁଲିଲେ ଯେ ମୁଁ କେଉଁଠି ଜୀବନକୁ ଉପଭୋଗ କରିବି। ସେଇଭଳିଆ ସ୍ଥାନ ପୃଥିବୀ ସାରା ଭ୍ରମଣ କଲେ ଖୋଜିଲେ। ନା ସେଇଟା ଠିକ୍ ଯେ, କିନ୍ତୁ ତା ଭିତରେ କିନ୍ତୁ ମାନେ କ୍ୟାରେକ୍ଟରଟା ହଁ। ଭ୍ୟାରି କରିବ। ହଁ ମାନେ ଆପଣଙ୍କର ମୋର ୟାର ସମସ୍ତଙ୍କ କ୍ୟାରେକ୍ଟର ଗୋଟେ ଆସିବନି, କେମିତି ଆସିବ? ଆସିବନି ତ। ତେଣୁ ସିଏ ଯେଉଁଟା କହୁଛନ୍ତି ଆସିବନି। ଅନ୍ୟ ଜଣେ ଗ୍ରହଣ କରିପାରି ନ କରିପାରେ। ଗୋଟେ ରାସ୍ତା ନୁହେଁ ନା, ହଁ। ରାସ୍ତା ପାଞ୍ଚଟା। ଆମେ ଯିଏ ବହିଛନ୍ତି ଆମେ ବି ପାଞ୍ଚ ପ୍ରକାର ରୀତି ବହିଛନ୍ତି, ଗୋଟେ ପ୍ରକାର। ଗୋଟେ ପ୍ରକାର ଡିଫର କରିବ, ମତ ଡିଫର କରିବ। ମତେ ସିନା ଡିଫର କରିବ, କିନ୍ତୁ ଏଠି ଯେଉଁ ଜ୍ଞାନ ତତ୍ତ୍ୱ ତାର କ'ଣ ବିଭିନ୍ନ ଅଛି କି ଶବ୍ଦ ଅର୍ଥ, ସିଏ ଗୋଟିଏ ଜିନିଷ। ଆପଣ ତାଙ୍କୁ ଆମର ଜ୍ଞାନର ଆଧାରରେ ମୁଁ କହିପାରେ ଗୋଟେ ଆଲୋଚନା କରିପାରେ, ବଳ ଗୋଟେ କହିପାରନ୍ତି, ସିଏ ଗୋଟେ କହିପାରେ। ଏଇଟା ଆମର ଅଜ୍ଞାନତା ଦୋଷ। କିନ୍ତୁ ଜ୍ଞାନ ହେଉଛି ନିର୍ମଳ ନିରାଧାର ଏବଂ ଗୋଟିଏ ତତ୍ତ୍ୱ। ସିଏ ପୃଥକ ପୃଥକ ନୁହଁ। ଯୋଗ ଯାହା ଲେଖା ହେଇଛି ସିଏ ଅଷ୍ଟାଙ୍ଗ ଯୋଗ ଆପଣ ମାର୍ଗ। ଆମର ଏତେ ବାଟକୁ ଯାଉଛନ୍ତି, ଗୋଟେ ହେଲା ଶବ୍ଦ ସେ ଯୋଉଟା କହିଲେ ଜ୍ଞାନ, ଆଉ ଗୋଟେ ହଉଛି ଅଜ୍ଞାନ, ନୁହେଁ କି? ଗୋଟେ ହଉଛି କର୍ମ, ଗୋଟେ ହଉଛି ଅକର୍ମ, ବୁଝିଲେ ନା? ଗୋଟେ ହଉଛି ଏ ଅରେ ବହୁତ କଥା ଅଛି। ଯୋଉ ଅଜ୍ଞାନ ବୋଲି କହିଦେଲେ, ଅଜ୍ଞାନ ବା ଅକର୍ମ ବା ଅକର୍ମା, ଗୋଟେ କର୍ମା ଗୋଟେ ଅକର୍ମା, ଅରେ ବହୁତ କଥା ଅଛି। କ'ଣ ସେ ଅକର୍ମ? ଆମେ ସାଧାରଣତଃ ବୁଝିଲେ ଗୋଟେ ଖରାପ କାମକୁ ଅକର୍ମ କୁହାଯାଏ ନା କ'ଣ? ତେଣୁ ଅକର୍ମ କରିଦେଇଛି। କିନ୍ତୁ ଅକର୍ମେ ବାସୁଦେବ ପ୍ରୀତି, କର୍ମ କଲେ କ୍ଷୟଯାନ୍ତି। ଭାଗବତରେ ଅଛି, ଆଚ୍ଛା ଅକର୍ମେ ବାସୁଦେବ ପ୍ରୀତି, କର୍ମ କଲେ କ୍ଷୟଯାନ୍ତି। ବଣାର ଅର୍ଥ ଟିକେ ବୁଝିବା ଆମେ ଚୋରି କରିବା, ଡକାୟତି କରିବା, ହିଂସା କରିବା, ଏଇଟା ତ କର୍ମ। ତାହେଲେ ଏଥିରେ ବାସୁଦେବ ପ୍ରୀତି କି? ନା ଏଠି ମାନେ ଲେଖା ହେଇଛି ଭାଗବତ ବହିରେ ଅକର୍ମ ମାନେ କ'ଣ? କେବଳ ତାକୁ ବୁଝିଥିବ ଯିଏ ବୁଝିପାରିବ, ନ ବୁଝିଥିବ ଯିଏ ବୁଝିପାରିବ। ତେଣୁ ବୁଝିଥିବ କିଏ? ନା ଗୁରୁ କରିଥିବ କିଏ? ଗୁରୁ ନ କରିଥିବା ଲୋକ ବୁଝିପାରିବ ନା କ'ଣ? ନାଇଁ କର୍ମ ମୁଁ ଯାହା କହୁଛି ଅକର୍ମ କଥା ଉପରେ ମୁଁ ଯାହା କହୁଛି। ହଁ, ଯିଏ ଜାଣିଥିବେ ଆମେ ତାଙ୍କ ଅକର୍ମ ବା ଅଜ୍ଞାନ, ଅଜ୍ଞାନ କର୍ମ ଅକର୍ମ ବିକର୍ମ, କର୍ମକୁ ତିନି ସିଏ ତ ଭାଗରେ ତିନି ବିଭକ୍ତ ପ୍ରକାର। କରାଗଲା। ଆପଣ ବିକର୍ମ ଆଉ ଯାଆନ୍ତୁ, ନାଇଁ କର୍ମ ଅକର୍ମ ଦିଟା କଥା, ବା ଜ୍ଞାନ ଅଜ୍ଞାନ ଦିଟା କଥା। ବିକର୍ମ ଗୋଟେ ଅଛି। ନହେଲେ ସିଏ ଅଛି ଯେ ବହୁତ ଅଛି, ଆହୁରି ଅଛି। କର୍ମ ମାର୍ଗରେ ଆମେ ଯେତେବେଳେ ଯିବା, ଯେଉଁ ତିନିଟା ତାର ଅଛି ଧାରା, ତିନିଟାକୁ ଆଲୋଚନା କରିକା ଗଲେ ଇଏ ଜିନିଷଟାର ମହତ୍ଵଟାକୁ ଆମେ ଉପଲବ୍ଧି କରିବା। କର୍ମ କ'ଣ, ଅକର୍ମ କ'ଣ, ବିକର୍ମ କ'ଣ, ଏ ତିନିଟା ଯାକୁ ଆଉ ଆଲୋଚନା ଗୋଟେ କଲେ ଅଛି ସୁକର୍ମ, କର୍ମର ଆଉ ଗୋଟେ ଅଛି ସୁକର୍ମ। ପାଞ୍ଚଟା କର୍ମ ବା ଆପଣ ତିନିଟା କହିଲେ, ମୁଁ ଚାରି କହୁଛି ସୁକର୍ମ। ଆଉ ଗୋଟେ ଅଛି କୁକର୍ମ, ପାଞ୍ଚ ହେଲା। ଅକର୍ମ ଗୋଟେ, କର୍ମ ଗୋଟେ, ବିକର୍ମ ଗୋଟେ, ସୁକର୍ମ ଗୋଟେ, କୁକର୍ମ ଗୋଟେ। ସେଇଟା ନାହିଁ, ଶାସ୍ତ୍ରରେ ତିନୋଟି ଅଛି। ଆଜ୍ଞା, କର୍ମ, ଅକର୍ମ, ବିକର୍ମ। ଆଉ ସୁକର୍ମ ଆଉ ଗୋଟେ କ'ଣ କହିଲେ ସେଇଟା ନାହିଁ। କୁକର୍ମ ନାହିଁ। ନା, ଏଇ ତିନିଟାରେ ସବୁ ଆସିବ। ଏଇ ନାଇଁ ନାଇଁ, ତିନିଟାରେ ଆପଣ ସିନା ତା ଦେହରେ ତିନିଟାରୁ ସବୁ ଆଣିବେ, ଗୋଟାକରେ ବି ସବୁ ଆସିବ। କିନ୍ତୁ ପାଞ୍ଚଟା କର୍ମ ଅଛି ବୋଲି ଆମେ ସମାଜରେ ଲୋକ ମତରେ ବା ସାମାଜିକ ସ୍ତରରେ କହୁଛନ୍ତି ଏଗୁଡେ କୁକର୍ମ କରୁଛି, ପାଞ୍ଚଟା କିଏ ଗୋଟେ ସୁକର୍ମ କରୁଛି, ଇଏ କଥାଟା କୁହାହଉଛି କି ନା? କିନ୍ତୁ କେହି କହୁନି ବିକର୍ମ କରୁଛି, ଅକର୍ମ କରୁଛି ବରଂ କୁହାହଉଛି, କର୍ମ କରୁଛି କୁହାହଉଛି। ବିକର୍ମ ନାଁଟା କେହି ଧରୁନାହାନ୍ତି। ଶବ୍ଦର ଅର୍ଥଟା ଜାଣିନାହାନ୍ତି। ସେଇ ତ ହଁ, କହିବାର ଅର୍ଥ ସେଇଠି। ଆପଣ କୁହନ୍ତୁ, ଯୋଉ କହିଲେ ଅଜ୍ଞାନ, ଅଜ୍ଞାନ, ଅଜ୍ଞାନ କାହାକୁ କୁହନ୍ତି, ଜ୍ଞାନ କାହାକୁ କୁହନ୍ତି? ଜାଣି ଉପରେ ଗୋଟେ ତର୍ଜମା କରିକି କୁହନ୍ତୁ। ଅଜ୍ଞାନ ବୋଲି ଯୋଉ ଶବ୍ଦଟା ଆମେ କହୁଛନ୍ତି, ତାର ପ୍ରକୃତ ଅର୍ଥଟା କ'ଣ?
କିନ୍ତୁ ଅଜ୍ଞାନ ଯାହାଙ୍କ ପାଖରେ ଅଛି, ଅର ଜ୍ଞାନ ଯେଉଁମାନେ ପାଇଛନ୍ତି ସେଇମାନଙ୍କୁ ଜ୍ଞାନୀ କୁହାଯାଏ। ଅଜ୍ଞାନକୁ ଯିଏ ନ ପାଇଛନ୍ତି ସେଇମାନଙ୍କୁ ଜ୍ଞାନ ଶୂନ୍ୟ ବୋଲି କୁହାଯିବ ବା ଜ୍ଞାନହୀନ ବୋଲି କୁହାଯିବ। ସେଇଥିପାଇଁ ସାଧାରଣ କଥାରେ କୁହନ୍ତି ନାହିଁ, ଯଦି ଲୋକ ଗୋଟେ ତେଢ଼ା କଥା ଏଇଟା ମୂର୍ଖଟା ଶୁଧୁ, ଏଇଟା କେବେ ସୁଧୁରିବ? ତାର ଜ୍ଞାନ ନାହିଁ, ସଦାବେଳେ ତେଢ଼େଇକି ଚାଲିବ। ଯେଉଁଗୁଡ଼ାକି ସବୁ ଭୁଲ ଜିନିଷ ଠିକ୍ ଜିନିଷକୁ ସେ ତାର ଭୁଲରେ ନେଇକି ଚାଲିବ, ସଦାବେଳେ ତେଢ଼େଇବ। ସେଇଥିପାଇଁ ତାକୁ କୁହନ୍ତି ଏଇଟା ଶୁଧୁ ମୂର୍ଖଟା, ଏଇଟା କେବେ ସିଧା ଆସିବନି। ନାଇଁ ସେ କଥା ନୁହେଁ ଯେ ଧରନ୍ତୁ ଶାସକ ଆର ଅପୋଜିସନରେ ଯେଉଁଟା କୋଶ୍ଚିନ୍ ଗୁଡ଼ା ରେଜ୍ କରନ୍ତି ସେ ପୁରା ଚିନ୍ତା କରିକି ରିସର୍ଚ୍ଚ କରିକି ମୁଁ ଗବେଷଣା ତାପରେ କିନ୍ତୁ କମେଣ୍ଟ କରନ୍ତି। ଆଉ ଆଉ ଯିଏ ଶାସକରେ ରହନ୍ତି ସିଏ ଖାଲି ମାନେ ନିଜ ସାଇଡ୍ ଗୁଡ଼ା ଦେଖନ୍ତି, କିନ୍ତୁ ୟାକୁ ଅପୋଜ କରିବା ପାଇଁ ଲୋକଟେ ଦରକାର। ଆଉ ତେଣୁ ତେଣୁ ସେମାନେ ଆହୁରି ଜ୍ଞାନୀ। ନାଇଁ ନାଇଁ ଭାଗବତରେ ଲେଖା ଅଛି, ତାଙ୍କ କଣ ଲେଖା ଅଛି କୁହନ୍ତୁ? ସେ ଭାଗବତରେ ଗୋଟେ ପଦ ଅଛି, ଶ୍ରୋତା ବକ୍ତା ଯିଏ ପଚାରି, ଏ ତିନି ଜଣ ଯାଆନ୍ତି ତଳି। ଏଇ ଭାଗବତରେ ଲେଖା ଅଛି। ହଁ ଅଛି। ଶ୍ରୋତା ବକ୍ତା, ଶ୍ରୋତା ମାନେ ଯିଏ ଶୁଣେ, ବକ୍ତା ମାନେ ଯିଏ କହେ, ଯିଏ ପଚାରି ମାନେ ଯିଏ କୋଶ୍ଚିନ୍ କରେ, ଏ ତିନି ଜଣ ତରନ୍ତି ହାରନ୍ତି ବୋଲିକି ଲେଖା ହେଇନି। କାମ ଯିଏ କରିବ ତାର ଭୁଲ ବାହାରିବ, ଯିଏ କାମ ନ କରିବ ତାର ତ ଭୁଲ ନାହିଁ। ଆମର ଯିଏ ଆପଣ କ'ଣ କରୁଛନ୍ତି ସେଇଟାକୁ ବାହାର କରିବେ। ଯିଏ ଦେଖୁଥିବ ସେଇ ଶବ୍ଦକୁ କହିପାରିବ, ସେ କାମ କରୁନଥିବ କି କରୁନଥିବ। ସେଇଟା ହିଁ ଲେଖାଟା ସେ। ଇଏ କଥାଟା ସେଇଆ। ଭାଗବତରେ ଗୋଟେ ପଦ ଯୋଉ ଆମେ କଥା ହେଲେ ଅକର୍ମେ ବାସୁଦେବ ପ୍ରୀତି, କଣ ସେ ଅକର୍ମ କିଏ ଜାଣିଲେ? କାହାକୁ ଅକର୍ମ କୁହାଯାଏ? ଧର୍ମ ବାସୁଦେବ ପ୍ରୀତି ମାନେ ମା ପେଟରେ ଥିଲାବେଳେ ସେ ଭଗବାନ ସାଙ୍ଗେ ଦର୍ଶନ କରି କଥାବାର୍ତ୍ତା କଲେ। ନା ନା ଧର୍ମ ଯେତେବେଳେ ଜନ୍ମ ହେଇଯାଏ ଗୋଡ଼ ହାତ ହଲେଇଲା ମାନେ କର୍ମ ଆରମ୍ଭ ହେଇଗଲା। ମା ପେଟରୁ ଆଇଲା ପରେ ଆଉ ଅକର୍ମ କରିପାରିବେ। ଗୋଡ଼ ହାତ ହଲେଇଲା, ସେ ତ ଭିତରେ ପଶିଗଲା ଆଉ। ଅକର୍ମ ଆପଣ ମଲା ପର୍ଯ୍ୟନ୍ତ କରିପାରିବେ। ଆପଣ ଅକୁ ଚିହ୍ନିଲେନି କି? ଚିହ୍ନିଲେ ବା ତା କର୍ମ କରିବେ। ଅଟା କିଏ ବୋଲି ଆପଣ ନ ଚିହ୍ନିଲା ପର୍ଯ୍ୟନ୍ତ କେମିତି କର୍ମ କରିବେ? ତ ଯିଏ ପଢ଼େଇଛି ସେ ଚିହ୍ନେନି, ବୁଝିପାରିଲେନି? ଯେମିତି ଗୋଟେ ଏକ୍ଜାମ୍ପଲ ମୁଁ କହୁଛି, ହିରଣ୍ୟକଶ୍ୟପ ତା ପୁଅକୁ ପଢ଼େଇଲା ପ୍ରହ୍ଲାଦ ଗୁରୁଙ୍କ ପାଖରେ। ସେ ଗୁରୁ କହିଲେ, ଆରେ ବାବା ତୁ ଯଦି ଆଇଛୁ ଆମେ ତିନିଟା ମୁଣ୍ଡୁଳା ଲେଖି ଦେଉଛୁ, ଏଇଆକୁ ଆଗେ ଆପଣ ବି ପଢ଼େଇଥିବେ ମୁଣ୍ଡୁଳା। ହିରଣ୍ୟକଶ୍ୟପ ପଠେଇ ଦେଇଛି, ଗୁରୁ ଲେଖିଦେଲେ ତିନି ମୁଣ୍ଡୁଳା, ଏହାକୁ ମଡ଼ା। ସିଏ ମଡ଼େଇଲାନି। କ'ଣ କହିଲା? କହିଲା ମୁଁ ମଡ଼େଇବିନି। କହିଲେ କାହିଁକି? ଆମେ ତ ଲେଖିଦେଲୁ ପ୍ରଥମ। ନା ଇଏ ତ ଆଦ୍ୟ ବିଷ୍ଣୁ, ମଧ୍ୟ ବ୍ରହ୍ମା, ଶେଷ ସଦାଶିବ, ୟା ଉପରେ କିଏ ରହିଲେ କ'ଣ ଗୁରୁଦେବ? ଇଏ ତିନି ଜଣଙ୍କୁ ମୁଁ ଜାଣିଛି। ସିଏ କହିଲା ଆ ଉପରକୁ ଆମେ ଜାଣିନୁ। ତାରା ଯେ ନ ଜାଣିଛ ହରିବ, ସେମିତି ହରିବଲ ପକେଇଲେ ହରିବ। ଇଏ ହରିଏ ତିନି ଜଣଙ୍କୁ ଉପରେ ପ୍ରହ୍ଲାଦ ବୁଝେଇଲା। ତ ସେମିତି କଥା ଆମେ ମୁଣ୍ଡୁଳା ପରେ ଅଲେଖିଛନ୍ତି, କିନ୍ତୁ ଯିଏ ଆମ ମୁଣ୍ଡୁଳା ମଡ଼େଇଲା, ମୁଣ୍ଡୁଳା କିଏ ତ କହିଲାନି, ଆଉ କଥା ତ ଜାଣିନି, କହିବ କ'ଣ ଆମକୁ? ଆମେ ସେବେଠୁ ଆସିକି କଲେଜ ପାଇଲା ପରେ କେହି କହିଲେନି। ଯେତେବେଳେ ମାନେ ଆମେ ସଦ୍ଗୁରୁ କଲେ ସେଇକୁ ଯେବେ ଆମେ ଅଟି ନେଇକିନି କ'ଣ, ମୁଁ ଯେତେବେଳେ ପଢ଼ିନି ମୋତେ କହିଲେ ଏଇଟା 3 ଜଣ 8 ମାନେ କେମିତି? ହେଲେ ଏଇ 3 ଲେଖ, 8 ଆଗେ ପଢ଼ା ହେଉଥିଲା, 8 4 2 8 ଏମିତି ପଢ଼ିବା। ତାହେଲେ 3 ପଢ଼ିବା ମିଶିଲେ ହେଲାନି କି? ତାହେଲେ ସିଏ କହିଲେ 3 ଜଣ 8, ତ ସଦର ଜମା 3 ଜଣ 8, ତୁ ଘିନିକି ଆଇଛୁ 3 ଜଣ 8, ହିସାବ ତାକୁ 3 ଜଣ 8 ବଞ୍ଚେଇଥିବୁ, ଯେତେ ଲାଭ କରିଥିବୁ ଖା। କିନ୍ତୁ ମୂଳ ଯଦି ଖାଇଲୁ ସେଟା ପାଖରେ ପଡ଼ିବ, ତାମାନେ ଅରେ ଏତେ ଗୁଣ ଅଛି, ଆମେ ତ ସେତିକି ଜାଣୁ। ତେଣୁ କେମିତି ଆମେ କର୍ମ କଥା ବୁଝିବା, କର୍ମ କଥା ବୁଝିବା ବା ଅଜ୍ଞାନ କଥା ବୁଝିବା?
ଜ୍ଞାନ କଥା ସେଇ କଥାକୁ ଅଷ୍ଟଭୁଜାରେ କହିଛନ୍ତି କିଏ ଭକ୍ତା କିଏ ଖାଉଛି କିଏ କାହାକୁ ପୂଜୁଛି କିଏ ଗୁରୁ ହେଇଛି କିଏ ଭଗବାନ ହେଇଛି ଆଉ କେମିତି ଆମେ ଜାଣିବା ଏ ପାଖଟା ପଢେଇକି ରଖିଦେବା ଛଅ ପାଖ ଅଛି ବୁଝିଲେ କି ବାବୁ 1 2 3 4 ତାର ନ ସରୁ ତାର ଯୋଉଠି ତମ ଟାଇମ୍ ଭିତରେ ଏଇ ଯେତିକି ପାଖଟା ପଢିଦେଇ ରଖିଦେବା ଟାଇମ୍ ଭିତରେ କାଲି ଯାଇ ସରିବ ତେଣୁ ଇଏ ଆଲୋଚନା ମାଧ୍ୟମରେ ହବ ଯଦି ଆପଣ ଏଇଠି ବଢ଼େଇବେ କି ଏତିକି ସାରିଦେବୁ ଏଇ ପାଖଟା ବନ୍ଦ କରିଦେବୁ ଆଉ ଏଇଟା ଆହୁରି 4 ପାଖ ଅଛି ନହେଲେ ସିଏ ଚାରି ପାଖରେ ହଉ ତିନି ପାଖରେ ହଉ ସେମିତି ସାରିବାର କିଛି ନାହିଁ ଏଇ ପାଖଟା କମ୍ପ୍ଲିଟ୍ ଯେତିକି କରିଦେବୁ ପଡ଼ିବା ହଁ ପଢ଼ିବା ଯାହାହେଲେ କ'ଣ ବୁଝିଲେ ନା ତେଣୁ ମୁଁ କହିବା କଥା ଭାଗବତରେ ଏକାଦଶ ସ୍କନ୍ଧରେ ବହୁତ ଦାମୀ ଦାମୀ କଥା ସବୁ ଅଛି ଏମାନେ ମୁଣ୍ଡରେ ଗୋଟେ ପଦ ଅଛି ପୂଜା ତତ୍ତ୍ୱ ସେ ଭିତରେ ରହିଲା ଏକାଦଶରେ ଆଉ ତ୍ରିନବ ଏକାଦଶୀ ଦିନ ସଭିଙ୍କ ହୋଇବ ମର୍ମ ଦୁନିଆରେ ଯେତେ ଜୀବ ଅଛନ୍ତି ସମିତେ ସେଇଦିନ ମରିବେ ଏ ପଦ ଭାଗବତ ଏକାଦଶ ସ୍କନ୍ଧରେ ଖୋଜିବ ତ୍ରିନବ ଅଛି ଅଛି ନା ଅଛି ବା ତ୍ରିନବ ଏକାଦଶୀ ଦିନ ସଭିଙ୍କ ହୋଇବା ମରଣ ଅର୍ଥ କଲେ ଆଉ କ'ଣ ବାହାରିବ ତ୍ରିନବ ତିନିଟା ନ 9 3 27 ତିନିଟା ନ ହେଲା 9 3 27 ତ୍ରିନବ ଏକାଦଶୀ ଏକାଦଶୀ ସଂଖ୍ୟା ହେଉଛି 11 27 27 11 11 ମିଶିବ 38 27 11 38 ଏକାଦଶୀ ଦିନ ଦିନ କେତେ ହେଲା ଦିନଟା ହେଲା 12 ଦି ମାନେ 2 2 9 ମାନେ 9 49 ହେଲା ଆଉ କ'ଣ ତାହେଲେ ହେଲା 49 38 2 40 9 49 ସଭିଙ୍କ ହୋଇବ ମରଣ 49 ଯେତେବେଳେ କ'ଣ 49 ଯାହାର ବୋଇବ ସେ ମରିବ ନା ମରିବ ମଣିଷ ହଉ କୁକୁର ହଉ ଛେଳି ହଉ ମଟର ତେଣୁ ଭାଗବତ ଏମିତି କାଇଦାରେ ଲେଖିଛି ତ୍ରିନବ ଏକାଦଶୀ ଦିନ ସଭିଙ୍କ ହୋଇବ ମରଣ କେହି କହିବନି ମୋର 49 ବହିଲା ଆଉ ବଞ୍ଚି 49 ତ ବହିଲେ ଗଲା ଆଉ 49 ବହିବ ମେରକୁ ଉପାଡ଼ିବ ଆଉ ପଢ଼ିବ ଏଥିରେ ଭୁଲ ନାହିଁ କିଏ ଏଇ କାଇଦାରେ ଲେଖିଛି ଠିକ୍ ସେମିତି ପ୍ରଭାସ ଯଜ୍ଞ ଫଳ କୃଷ୍ଣ ସେଠି ଗୋଟେ କଥା କ'ଣ କହିଲେ ଭାରି କଷ୍ଟିଆ କଥା କ'ଣ କହିଲେ ନା ତତ୍ତ୍ୱ ନ ଜାଣି ଯେ ଭଜନ୍ତି ଏକାଦଶ ତତ୍ତ୍ୱ ନ ଜାଣି ଯେ ଭଜନ୍ତି ତାତ ଜନନୀ ପ୍ରାୟ ହୁଅନ୍ତି ପଢ଼ିବେ ଖିଆଲ ରଖିଥାନ୍ତି ଏକାଦଶ ଅଛି ତତ୍ତ୍ୱ ନ ଜାଣି ଯେ ଭଜନ୍ତି ତାତ ଜନନୀ ପ୍ରାୟ ହୁଅନ୍ତି କ'ଣ ତା ଅର୍ଥ ତାତ ଜନନୀ ଆଗ କିଏ ବୁଝନ୍ତୁ କୃଷ୍ଣଙ୍କର ବାପା ମା କିଏ ଦେବକୀ ବସୁଦେବ ତାପରେ ନନ୍ଦ ଯଶୋଦା ଖାଦ୍ୟରେ କିଏ ହେଇଥିଲେ ଦେବକୀ ବସୁଦେବ ତେଣୁ ତତ୍ତ୍ୱ ନ ଜାଣି ଦେବକୀ ବସୁଦେବ ସେ କହିଲା କଥା ମୋର ତତ୍ତ୍ୱ ସେ ଜାଣିନାହାନ୍ତି ମୋ ବାପା ମା ହେଇପାରନ୍ତି କିନ୍ତୁ ମୁଁ କୃଷ୍ଣ କିଏ ଇଏ ତତ୍ତ୍ୱଟାକୁ ସେ ଜାଣିନାହାନ୍ତି ତତ୍ତ୍ୱ ନ ଜାଣି ଯିଏ ଭଜନ୍ତି କେତେବେଳେ ଭଜିଲେ ମୋତେ ନା ଯା ଯା ମାନେ ଇନ୍ଦ୍ରଙ୍କର ହୃଦବୁଦ୍ଧୁ ରୋଗ ଭଲ ହବ ବାତ୍ସଲ୍ୟ ରୂପ କୃଷ୍ଣଙ୍କର ଦେଖିବ ତେଣୁ ସବୁଆଡ଼େ ନିମନ୍ତ୍ରଣ ହେଇଛି ପ୍ରଭାସ ଯଜ୍ଞ ପାଇଁ ଗୋପପୁର ନିମନ୍ତ୍ରଣ ହେଇନି ନାରଦ ନିମନ୍ତ୍ରଣ କରିବାର ସେ ଆଗୁଥିଲା ଗୋପପୁର ଯାଇ ପହଞ୍ଚିବ ଆମ କନେଇ କେମିତି ଅଛି ଗୋପୀ ଗୋପାଳ ଗେଡ଼ିଗଲେ ତାହେଲେ ଭଲ ଅଛନ୍ତି ଆଉ ରଜା ହେଇ ଯଜ୍ଞ କରୁଛନ୍ତି ହେଲେ କ'ଣ ଏ ସବୁ ଯାକ ତିନି ପୁରକୁ ନିମନ୍ତ୍ରଣ କି ତମକୁ ନିମନ୍ତ୍ରଣ ଗୋପପୁର ନିମନ୍ତ୍ରଣ
ତେଣୁ ଗୋପୀ ଗୋପାଳ କହିଲେ ହ୍ୟାଲୋ 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 କହିଲେ କ'ଣ ହେଇଛି ଆମକୁ ନିମନ୍ତ୍ରଣ କିନ୍ତୁ ଆମ ବନେଇବା ସେ ଯଜ୍ଞ କରିବ ଆମକୁ ନିମନ୍ତ୍ରଣ କରିବ ଆମ ପୁଅ ଯଦି ଆମ ଘରେ ଗୋଟେ କିଛି କାମ କରେ ଆମ ପରିବାରକୁ ନିମନ୍ତ୍ରଣ କରିବ ନା ଗାଁ ବାଲାକୁ ନିମନ୍ତ୍ରଣ କରିବ ଚାଲ ଚାଲ କେବେ ଯଜ୍ଞ ଯେତେ କ୍ଷୀର ଅଛି ଦହି ଅଛି ସର ଅଛି ସବୁ ନେଇଯିବ ଆମ ବନେଇ କରୁଛି ଯଜ୍ଞ ନା ସେ ଗୋଟେ ଆମକୁ କ'ଣ ଠିକ ଅଛି ତମେ ନାରଦ ଋଷି ଯାଅ ଇଏ ତାର ଯାଇ ପହଞ୍ଚିବ ସେଠି ଦେବକି ବସିଦେବ ଆଜ୍ଞା କରିଛନ୍ତି କାହିଁକିନା ବାପା ମା ଯେତେ ଗୋପୀ ଗୋପାଳ ଆସିବେ ଭିତରକୁ ଛାଡ଼ିବ ଯଦି ଜୁଲମ କରନ୍ତି ତାଙ୍କୁ ଚାବୁକୁ ପ୍ରହାର ଦେଇକି ବିଦା କରିବ ହେଲା ତେଣୁ ସେମାନେ ସେଇଆ ଏମାନେ କୃଷ୍ଣରେ କନେଇରେ କହିକି ଯେତେ ଗଲେ କିରେ ଆମ କନେ ଆମକୁ କ'ଣ ଛାଡ଼ୁନ ଯଜ୍ଞ କରୁଛି ଇଏ ଆମ ଛଡ଼ା ଆଉ ମୋର ବୋଲିକି ତୋର ବୋଲି କହୁ ସେତେବେଳେ ଜୁଲମ ନହେଲା ଯିଏ ଜଣେଇଲେ ଦେବକୀ ବସୁଦେବଙ୍କୁ ସେ କହିଲେ ତାଙ୍କୁ ବିନା ଚାବୁକରେ ଯିବେନି ଚାବୁକ ପ୍ରହାର କର ଚାବୁକ ପ୍ରହାର ହେଲା ନନ୍ଦଟେ ହେଇଛି ଯଶୋଦାଟେ ହେଇଛି ରାଧାଟେ ହେଇଛି ଲଳିତା ବିଶାଖା ସମିତି ଗୋଟେ ହେଇଛି ଚାବୁକ କଲା କି ତାଙ୍କ ରାଜ ପ୍ରହରୀମାନେ ଭଗବାନ ଇଏ ଜଗିଥିଲେ ଗୋଟିଏ ପାହାର ବାଜିଲା ବେଳକୁ କନେଇରେ ପାହାରଟା ଯାଇକି ବାଜିଲା କନେଇଠି ତାପରେ ଆରେ କାହ୍ନା ମୋ ନୀଳମଣି ଯିଏ ଯାହା ପାରିଲା ଯୋଉ ନାଁରେ ଡାକିଲା କୃଷ୍ଣ ଆହୁତି କରୁଛନ୍ତି ଧାନ ଧାନ ରକ୍ତ ପିଠିରୁ ବାହାରିଲା ଦେବକୀ ବସୁଦେବ ଦେଖିଲେ ଋଷି ଯିଏ କରୁଥିଲେ ଯଜ୍ଞ ଦେଖିଲେ ବାଧ୍ୟ ହେଇକି ବନ୍ଦ କଲେ ଆଉ କୃଷ୍ଣ ଗୋଟେ ବିନା କାରଣ ରକ୍ତ ଗୁଡ଼ା ରହୁଛି ଆଜି ଯାଇକି ପିଠି କିନ୍ତୁ ଏ ଚାବୁକ ପ୍ରହାର ବାଜୁଛି ଯାଇ ସେଠି କୋଉଥିରେ ଡାକିଥିଲେ ପାଟିରେ ଡାକି ନଥିଲେ ଡାକିଥିଲେ ଭାବରେ ଅନ୍ତର ଭିତରୁ ଡାକ ଆଇଥିଲା ଏଇ ନାଭିରୁ ଇଏ ପାଟିରୁ ବାହାରି ନଥିଲା ତେଣୁ ଭାବର ଡାକ ଭଗବାନଙ୍କ ସିଂହାସନକୁ ଦୋହଲେଇ ଦେଇପାରେ ବୁଝିଲେ ନା ତେଣୁ ବନ୍ଦ ହେଲା ଯଜ୍ଞ ବନ୍ଦ ହେଲା ପରେ ସମସ୍ତଙ୍କ ଭିତରେ ନାରଦ ଯୋଉ ନାରଦ ପଚାରିଥିଲେ ଇନ୍ଦ୍ରଙ୍କୁ ଭଲ କରିବା ପାଇଁ ଏ ପ୍ଲାନ୍ ଖଞ୍ଜିକି ପ୍ରବାସ ଯଜ୍ଞର ଆରମ୍ଭ କରେଇଥିଲେ ତାହେଲେ ଏଇଠି ଗୋଟେ ବଢ଼ିଆ ମୌକା ପ୍ରକୃତ ବାପା ମା କାଳେ ଇଏ ନନ୍ଦ ଯଶୋଦା କହୁଛନ୍ତି ମୋ ପୁଅ ଦେବକୀ ବସୁଦେବ କହୁଛନ୍ତି ମୋ ପୁଅ ଇଏ କାହା ପୁଅ ଏଇଠି ପରୀକ୍ଷା କରିଦେବା କେମିତି ପରୀକ୍ଷା ହବ ନାରଦ ତମେ କୁହ ନାରଦଙ୍କ ଉପରେ ବିଷ୍ଣୁ ଯେତେବେଳେ ଦାୟିତ୍ୱ ଦେଇଦେଲେ ବ୍ରହ୍ମା ଦେଇଦେଲେ ଶିବ ଦେଇଦେଲେ ସିଏ କହିଲେ ଗୋଟେ କାମ କରିବା ଇଏ କୃଷ୍ଣ ତ ବଡ଼ ହେଇଗଲେଣି ଇଏ ପ୍ରକୃତ ଯାହାର ମା ସିଏ ମା ମାଛଲ୍ୟ ଡାକରେ ଡାକୁ ଇଏ କୃଷ୍ଣ ବାଳକ କୃଷ୍ଣ ହେଇକି ତାରି ସ୍ତନରୁ କ୍ଷୀର ଖାଉଛୁ ଶିଶୁ କୃଷ୍ଣ ହେଇଯାଆନ୍ତୁ ଆଉ କ୍ଷୀର କିଏ ଖାଇବ ଶିଶୁ ହେଲେ ସିନା କ୍ଷୀର ଖାଇବ କ୍ଷୀର ଖାଆନ୍ତୁ ତାହେଲେ ଆମେ ଜାଣିବୁ ପ୍ରକୃତ ମା ଇଏ କିମ୍ବା ପଇସା ତେଣୁ ଦେବକୀ କହିଲେ ମୁଁ ଆଗେ ଡାକିବି ନାରଦ କହିଲେ କିଛି କଥା ନାହିଁ ତମେ ଆଗେ ଡାକିବ କ'ଣ ହେଇଗଲା ଯଶୋଦା ପଛରେ ଡାକିବେ ଆଗେ ତମେ ଡାକ ଆଗେ ଆରେ କୃଷ୍ଣ ଆୟ ମୋ କୋଳକୁ ଇଏ ଡାକନ୍ତି ଏଇଆ ଭାବ ବୁଝିନି କୃଷ୍ଣ କିଏ ସେ ଭାବିଛି ମୋ ପୁଅ କୃଷ୍ଣ ସମିତିଙ୍କର ପୁଅ ସେ କାହାରି ପୁଅ ତେଣୁ ସେ ଯେତେ ବାଗରେ ଡାକିଲା କାହିଁକି ସିଏ ଛୋଟ ହବ ନା ଇଏ କ୍ଷୀର ବାହାରିବ କିନ୍ତୁ ଯେତେବେଳେ ସିଏ ଡାକିଲା ସେକେଣ୍ଡ ପାର୍ଟ ଯଶୋଦାର ଆରେ ମୋ ନୀଳମଣିରେ ଆରେ ମୋ କୋଳକୁ କ୍ଷୀର ଏଠୁ ପିଚିକାରି ମାରିଲାଣି ତା କତିକି ସିଏ ସେଠି ଛୋଟ ଛୁଆ ହେଇକି ପିଇ ପିଇକି ଆସିକି ଦେଇ ପଡ଼ିଆ କୋଳରେ
সেই ডাক দিটা ডাক ସେ କୃଷ୍ଣ ଡାକିଛି ନା ନୀଳମଣି ଡାକିଛି କିନ୍ତୁ କାମ ଫରକ ହେଇଗଲା। ତେଣୁ ନାରଦ କହିଲେ ସମସ୍ତେ ଯେତେବେଳେ ଆଙ୍କର ବ୍ୟସ୍ତ ପ୍ରମାଣ କଲେ ଦେବକୀ ବସୁଦେବର ନୁହେଁ ଏ ନବଦୋଷୀର ପୁଅ ଲାଇଟ୍ରେ ପଳେଇଲେ କିନ୍ତୁ ସେସବୁ ବନ୍ଦ ହେଇଗଲା ଏଇଠି ସବୁ ନାରଦ କହିଲେ ଇନ୍ଦ୍ରଦେବ ତମେ ଦେଖ ଏ ବାଲ୍ୟର ପୁଅ ତମେ ଏ ରୋଗରୁ ମୁକ୍ତି ହେଇଯାଅ। ଏଇଠି ଏଇ ଅକର୍ମ ଯେ ବାସୁଦେବ ବିଷ୍ଣୁ ନା କୃଷ୍ଣ ଯାହା କରୁଛନ୍ତି ଭୁଲ କରୁଛନ୍ତି। ଆଁ? କୃଷ୍ଣ ଯାହା କରୁଛନ୍ତି ଭୁଲ କରୁଛନ୍ତି। କ'ଣ ଭୁଲ ଇଏ 10 ମାସ 10 ଦିନ ଗଡ଼ବଡ଼ ରଖିଛି କି ତାକୁ ଛୁଆ ଇଏ କଲା କିନ୍ତୁ ସିଏ ତ ତା କଷ୍ଟଟା ତ ଯଶୋଦା ଇଏ କରିନି। ନା ହଁ ନା। ଏଇଟା ଭୁଲ ହେଇନି କି? ଆଜି ଆମର ଯେଉଁଟା ସ୍ଲୋଗାନ ଚାଲିଛି ଯେ ବାପା ମା ପୁଅ ଆଜି କାଲି ଏତେ ଆମେ କାହାଣୀ କରୁଛେ ମୋଟିଭେସନାଲ ବହୁତ ଇଏ ଟପିକ୍ ଚାଲୁଛି କିନ୍ତୁ ସେଟା ତ ଠିକ୍ ହେଇଛି। ତ ସିଏ ଯେଉଁ ଅନ୍ୟାୟ କରୁଛନ୍ତି ସେଇ ଅନୁସାରେ କି ପିଲାମାନେ ସେଇଆ କରୁଛନ୍ତି। ବାପା ମା ଜନ୍ମ ଦେଇଛନ୍ତି କଷ୍ଟ କରିଛନ୍ତି ଏଟା ସତ୍ୟ ଆଉ ଯେତେବେଳେ କିନ୍ତୁ ଯଶୋଦା ତ ଜନ୍ମ ଦେଇଛନ୍ତି ନା କରି ଇଏ ଦେବକୀ। ହଁ ଜନ୍ମ ଦେଇଛନ୍ତି ସତ୍ୟ ହଁ କିନ୍ତୁ ଲାଳନ ପାଳନ କରେଇକି ତାକୁ ମଣିଷ କରିବା ହଁ। ତାକୁ ଉପଯୁକ୍ତ ଜନ୍ମ ଶିକ୍ଷା ଦେଇଦେବାଟା ଦେଇକି ବଡ କଥା ନୁହେଁ। ଯିଏ ପ୍ରକୃତ ତାହେଲେ ପିଲାଟାକୁ ଆଜିକାଲି ନାଇଁ, ପିଲାମାନେ ସେଇଆ କରିବାଟା ଠିକ୍ କରୁଛନ୍ତି ତାହେଲେ। ଯିଏ ଛାଡ଼ି ଦେଇ ଆସୁଛି ଯେ ପିଲାକୁ ଏ ନେଇକରି ଭଗବାନଙ୍କର ଲୀଳା ଥିଲା ଗୋପରେ ସେ କୋଉ ବାଟେ ହେଲେ ସେଠିକି ଗଲେ ଇଏ ତ ଜନ୍ମ ଦେଇଥିଲେ ସେ ତା ଯିଏ ଆଗରୁ କମ କରିଦେଇଥିଲେ। ନୁହଁ ତାଠୁ ଇଏ ଯିଏ କଷ୍ଟ- ପ୍ରତିପାଳନ କରି ତାକୁ ବଡ କଲା ହଁ। ନାଇଁ ଇଏ ତାଙ୍କଠୁ କମ ନାହିଁ। ଇଏ ଜନ୍ମ ଦେଇଥିଲା ଯିଏ ସିଏ ପାଳିଥାନ୍ତା ହଁ ଇଏ ବା ଆଗରୁ ସତ୍ୟ କରିଛନ୍ତି ଆଗରୁ ବା ସତ୍ୟ ହେଇଛି। ମୁଁ ଜନ୍ମ ହେବି ସେଠି ବଢିବି ତୋ ତୋ ବଢ କୋଳରେ ଯାହା ହଉ ଆଉ ସେଇଟା ତ ମୁଁ ସେ କଥା ମାନେ କହୁଛି। ଆମର ତ ସେଇ ସେଇଠି ଦିନଟା ବା କାମ ଅଛି। ନାଇଁ ଏଇଟା ଭୁଲ ନାହିଁ। ଏବେ ଯେଉଁ ପିଲାମାନେ କରୁଛନ୍ତି ତାହେଲେ ଠିକ୍ କରୁଛନ୍ତି ତାହେଲେ। ନା ନା ସେଇଟା ସିଏ କଥାର ଉପଲକ୍ଷ୍ୟ ସେଇଆ ନୁହେଁ। ଆଉ କ'ଣ? ଠିକ ଯିଏ ନୁହେଁ। ଯାହା କହୁଛନ୍ତି ସିଏ ପ୍ରସଙ୍ଗ ଅଲଗା ହଁ। ଇଏ ପ୍ରସଙ୍ଗ କିଛି ନୁହେଁ। ଧର ମୁଁ ଯେତେବେଳେ କିନି ଏଇଟା କରିଛି ଯେ ମୁଁ ଏଇଟା ଭୁଲ କାମଟା ବାପା କରିବା ପାଇଁ ମା ଯାଉଛି ଜନ୍ମ ଦେଲେ ଆଉ ଜନ୍ମ ଦେଲେ ହଁ ବୁଝିପାରିଲେ କିନ୍ତୁ ଯଦି ଲାଳନ ପାଳନ ପିଲାର ନ କଲେ ସେଇ ପିଲାଟା ବାଳୁଙ୍ଗା ହଉଛି ନା ଏବେ ସୁପ୍ରିମକୋର୍ଟ ଯିଏ ଛାଡ଼ି ଦେଇଛି ସେ ତା ପୁଅକୁ ଗଲା ଆଣିବାକୁ ସିଏ ତାକୁ ପାଳି ପଡ଼ି ବଡ଼ କଲାଣି କୋର୍ଟ ରାୟ ଦେଲା ନାହିଁ ତୁ ଯେହେତୁ ଜନ୍ମ କଲୁ ତାକୁ ଛାଡ଼ିଦେଲୁ ଫୋପାଡ଼ି ଦେଲୁ ଆରେ ସିଏ ନେଇକିରି ବଡ଼ କରି ତାର ପୁଅ କରି ଚାଲିଲେ ତୁ ଏଣେ ତାକୁ ନେବୁ କୋଉଠି ସେଟା କୋର୍ଟ ନ୍ୟାୟ। ଡିସିସନ ଏପର୍ଯ୍ୟନ୍ତ କୋର୍ଟରେ ଫାଇନାଲ ଆଉ? ହେଇନି। ଏଇ ଯୋଉ ମାନେ ପୋଷ୍ୟ ପୁତ୍ର ଯୋଉଟା ହଉଛି ଏହା ଯିଏ ବଡ଼ କରିଛି ସେଇ ନେବ ଆରେ ବାବା ତାକୁ ପୋଷ୍ୟ ଦିଆଯିବ ପୁତ୍ରମାନେ ହାରି କାହିଁକି ଯାଉଛନ୍ତି ନା ବାପା ଆଜିକାଲି। ମା ଜନ୍ମ କରିଦେଲା ହଁ। ତାର କ'ଣ ଅଧିକାର ସାବ୍ୟସ୍ତ ହେଇଗଲା ଯିଏ ବଡ଼ କରିକି ତାକୁ ଆଜି ଏତେ ବଡ଼ ଜନ୍ମ କଲା ଯଦି କଲା ପାଳିବନି କାହିଁକି ହଁ ତୁ ଯଦି ପାଳିଥାନ୍ତୁ ତୋ ପୁଅ କିଏ ମନା ପାଳିଥିଲେ କରୁ ଆଉ ତାର କିଛି ଅସୁବିଧା ନାହିଁ ତେଣୁ ତା ସେଇଟା ପାଳି ନାହାନ୍ତି ଆଉ ଆମର ସିଏ ଗୋପ ଲୀଳା କରିବାର ଥିଲା ସେଠି ସିଏ କ'ଣ ଋଷିମାନଙ୍କୁ ବା ନାଇଁ, ଆପଣ ଏ ଦେଖ କହୁନାହାନ୍ତି, ଲେଖାଟା ପୁଅକୁ ସମସ୍ତଙ୍କର ଆପଣ ଆଜି ଛାଡ଼ିଦେଲେ, ଭଲ କରିବ। ଯିଏ ନେଇ ପାଳିଲା ହଁ। ତାକୁ ବଡ଼ ବୁଝିପାରିଲ କଲା ନା? ଆପଣ ଏଇଟା କହିବେ ମତେ କାହିଁକିନା ତୁ ତାକୁ ଯେତେବେଳେ ଧର। ବ୍ୟାସ ଲେଖିଥିଲେ ଏଇଟା ନ୍ୟାୟ କ୍ଷମ। ଆକ୍ଚୁଆଲି ଓଡ଼ିଆ ତ କେବେ ଅନୁବାଦ ହେବନି ସବୁ ବେଙ୍ଗଲୀ ମାନେ ଆଗ କଲେ ହଁ। ବେଙ୍ଗଲୀଠୁ ତାପରେ କିନି ତାକୁ ଇଏ କପି କରିକି ଏମାନେ କଲେ ଧର ସଂସ୍କୃତ ଆପଣ ଗୋଟେ ପ୍ରକାର ବୁଝିଲେ ଲେଖିଲେ ମୁଁ ଗୋଟେ ବୁଝିଲି ମୁଁ ଲେଖିଲି ସିଏ ଗୋଟେ ବୁଝିଲେ ସିଏ ଗୋଟେ ଲେଖିଲେ ସଂସ୍କୃତ ବା ହଁ ତେଣୁ ଏଇ ଟାଇପ୍ର ହେଇଛି ଆଉ ସମସ୍ତଙ୍କର ତ ଲେଖା ସମାନ ରହିବନି। ଏଇଟା ଏଠି ବହୁତ ଜୋର ଜନ୍ଦା ପିପୁଡ଼ି ହେଇଗଲେ କାମ ସବୁ ବନ୍ଦ କରିଦିଅନ୍ତୁ ଏ ଯାହା ପର୍ଯ୍ୟନ୍ତ ବସିବ ଆପଣଙ୍କର ପଣ୍ଡିତ ମାନେ ଯୋଉଠି ଆରମ୍ଭ କରିଥିଲେ ସବୁ ବେଙ୍ଗଲୀ ଇଏରିକିରି ପାଠ ପଢି ଚାଲିଛନ୍ତି ଆପଣ ଦେଖିବେନି କି ଓଡ଼ିଆ ନା ତା ଦେହରେ ଓଡ଼ିଆ ବେଙ୍ଗଲୀ ଗୁଡ଼ା ସବୁ ଆଲୋଚନା ଇଏଟା ଓଡ଼ିଆ ହଉଛି ତ ନଥିଲା। ସାଂସ୍କୃତିକ ଫାଂସ୍କୃତି ସବୁ ଉଚ୍ଚାରଣ ସବୁ ହେଉଛି ବେଙ୍ଗଲୀ। ଓଡ଼ିଆ ତ ନଥିଲା ହଁ ଓଡ଼ିଆ ନାମ ଟିକେ କରିବ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ 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 ହରେ ହରେ কৃষ্ণ কৃষ্ণ হরে হরে রাম রাম হরে হরে
ପୁରା ଜାଳି ଦେଲେ ଏତେ ପୋକ ନା ପାଦ ଏତେ ପୋକ ଅଛି। ଆଜି ବହୁତ ପୋକ ଲାଇଟ୍ ପଳେଇଲା ବୋଲି ସବୁ ପଳେଇଲା। ମୋରି ଉପରେ ସବୁ ଜାଗା ବଳା ହୁଏ ଏପଟେ ବଜାଇ ଜମାନେ ଆଜ୍ଞା କିଛି ଭାବିବେନି ଆପଣ କ'ଣ କରୁଛନ୍ତି ଅଫ୍ କରିଦିଅ ଭାଇ ଆଜ୍ଞା ବନ୍ଦ କରିଦେଲା ସେଇଟା କାଟି ଦେଇଛ ଚାକିରି କରୁଛନ୍ତି। ଆଉ 21ଟା ଚାକିରି କରି ପୋଷ୍ଟ କରିଛି।